ମୁଁ ପ୍ଲେ ସ୍କ୍ରିନ୍ ସେୟାର କରୁଛି ତମମାନଙ୍କୁ ଆଉ ସେଇ ପିଡିଏଫ ଟା ପିଲେ ମୁଁ ତମମାନଙ୍କୁ ସେୟାର କରିଦେବି ହେଲା। ତମମାନଙ୍କୁ ପ୍ଲେ ସ୍କ୍ରିନ୍ ଶୋ କରୁଛି ତ ନା ନାଇଁ? ଆଜ୍ଞା ସାର୍ ମୁଁ ତ କରୁଛି। ଚାଲ ଠିକ ଅଛି ପିଲେ। ହେଲା ତ ଆମର ସମସ୍ତେ ଜାଣିଛେ ପିଲା ଆମର ଯୋଉ ପିଲେ ନର୍ମାଲ ଆମର ପିଲେ ପଢୁଥିଲେ ସେଥିରେ ମଧ୍ୟ ଆମମାନେ ପଢିଥିଲେ କି ବ୍ୟାକରଣର ଯୋଉ ପିଲା ବ୍ୟବସ୍ଥିତ ମାର୍ଗ ଥିଲା ମାନେ ପ୍ରଥମେ କୋଉ ରୂପରେ ଥିଲା ପିଲା ବ୍ୟାକରଣ? ସୂତ୍ର ବାର୍ତ୍ତିକ ଭାଷ୍ୟ ବୃତ୍ତି ଟୀକା। ହଁ ତ ପ୍ରଥମେ ସୂତ୍ର ବାର୍ତ୍ତିକ ଭାଷ୍ୟ ନା ନାଇଁ ବୃତ୍ତି ଟୀକା ଏ ଆକାରରେ ହିଁ ଥିଲା। ନା ନାଇଁ ତ ଏଥିରେ ଗୋଟେ ସୁନ୍ଦର ଶ୍ଲୋକ ମଧ୍ୟ ତାରି ଉପରେ ଲେଖା ଯାଇଛି ପିଲେ କି ବାକ୍ୟକାର ମାନେ ପିଲେ ବାର୍ତ୍ତିକକାର ପିଲେ କିଏ ସେ? ବରରୁଚି ଆରେ କାର୍ତ୍ତିକେୟ ହେଲା ବା କାତ୍ୟାୟନ ଆଉ ପିଲା ଭାଷ୍ୟକାର ହେଲେ ପତଞ୍ଜଳି ପତଞ୍ଜଳି ଆଉ ସୂତ୍ରକାର ହେଲେ ପିଲେ କିଏ ସେ? ପାଣିନି। ଠିକ ଅଛି ତ ବାକ୍ୟକାରମ୍ ବରରୁଚିମ୍ ଭାଷ୍ୟକାରମ୍ ପତଞ୍ଜଲିମ୍ ପାଣିନିମ୍ ସୂତ୍ରକାରଞ୍ଚ ପ୍ରଣତୋସ୍ମି ମୁନିତ୍ରୟମ୍। ଆଉ ଆମମାନଙ୍କ ପାଖରେ ଯୋଉ ପିଲେ ବ୍ୟାକରଣ ଅଛି ତାକୁ ସେଇ ବ୍ୟାକରଣର ପିଲେ ଅନ୍ୟ ନାଁ ହେଲା କୋଉ ବ୍ୟାକରଣ ତାକୁ କୁହାଯାଇଥାଏ? ମୁନିତ୍ରୟ ବ୍ୟାକରଣ ବୋଲି ନା ନାଇଁ ଆରେ ତାକୁ ପିଲେ କୋଉ ବ୍ୟାକରଣ କୁହାଯାଏ ମୁନିତ୍ରୟ ବ୍ୟାକରଣ ବୋଲି କୁହାଯାଇଥାଏ। ନା ନା ଯେହେତୁ ପିଲେ 3 ଜଣ ମୁନିଙ୍କର ହିଁ ବ୍ୟାକରଣକୁ ଆମେ ମାନେ ପଢୁଛେ ସେଥିପାଇଁ ଏଇ ବ୍ୟାକରଣର ନାଁ ହେଲା ପିଲେ ମୁନିତ୍ରୟ ବ୍ୟାକରଣ ହେଲା। ତ ଏଇଗୁଡାକ ତମମାନଙ୍କ ପାଇଁ ଏତେ କିଛି ଆବଶ୍ୟକ ନାହିଁ ତ ନର୍ମାଲି ଏଗୁଡା ଖାଲି ତମମାନେ ପଢିକିରି ପିଲେ ମନେ ରଖିବ ଯେମିତି କି ପିଲେ ବ୍ୟାକ୍ରିୟନ୍ତେ ପ୍ରକୃତି ପ୍ରତ୍ୟୟ ବିଭାଗ ସହ ବ୍ୟୁତ୍ପାଦ୍ୟନ୍ତେ ସାଧୁ ଶବ୍ଦାଃ ଅନେନ ଇତି ବ୍ୟାକରଣ। ନା ନାଇଁ ବ୍ୟାକରଣ ପିଲେ କାହାକୁ କୁହାଯାଏ ନା ଯେଉଁ ଶାସ୍ତ୍ର ହେଲା ପ୍ରକୃତି ପ୍ରତ୍ୟୟ ବିଭାଜନ ପୂର୍ବକ ସାଧୁ ଶବ୍ଦ ନିଷ୍ପାଦିତ କରେ ତ ସେହି ଶାସ୍ତ୍ରକୁ ପିଲା ମାନେ ବ୍ୟାକରଣ ଶାସ୍ତ୍ର ବୋଲି କହିଥାଉ। ନା ନାଇଁ ଏଥିରେ କିଛି କାହାର କିଛି ଅସୁବିଧା ନାହିଁ ପିଲେ। ଆଉ ଯଦି ପିଲେ ବ୍ୟାକରଣରେ ତମ ମାନେ ପ୍ରକୃତି ପ୍ରତ୍ୟୟ ଦେଖିବ ତାହେଲେ ପିଲେ ବି ଉପସର୍ଗ ଆଙ୍ଗ ଉପସର୍ଗ କ୍ରୁ ଧାତୁରୁ ପିଲେ କୋଉ ପ୍ରତ୍ୟୟ? ଲିଉଟୁ ପ୍ରତ୍ୟୟ ନା ନାଇଁ ଆଉ ଆମର ପିଲେ ବେଦ ପୁରୁଷର କୋଉ ଅଙ୍ଗ ବୋଲି କୁହାଯାଇଛି ପିଲେ ବ୍ୟାକରଣକୁ? ହଁ ତ ପିଲେ ମୁଖମ୍ ବ୍ୟାକରଣ ସ୍ମୃତମ୍ ବହୁତ ଥର ପରୀକ୍ଷାରେ ପିଲେ ପଚାରିଥାଏ ମଧ୍ୟ ଆମର ଏଇଭଳିଆ ପରୀକ୍ଷାରେ ନା ନାଇଁ କି ପିଲେ ବ୍ୟାକରଣ କଣ ତ ମୁଖମ୍ ବ୍ୟାକରଣମ୍ ସ୍ମୃତମ୍। ଆଉ ପିଲେ ବର୍ତ୍ତମାନ ଆମ ସଂସ୍କୃତ କ୍ଷେତ୍ରରେ ଯେଉଁ ବ୍ୟାକରଣ ଶାସ୍ତ୍ର ଦୃଷ୍ଟିଗୋଚର ହେଉଅଛି ତାହା ପିଲେ ତ୍ରିମୁନି ବ୍ୟାକରଣ ନାମରେ ପରିଚିତ। ଆଉ ସେ ତ୍ରିମୁନି ହେଲେ ପିଲେ ମହର୍ଷି ପାଣିନି କାତ୍ୟାୟନ ଆଉ ପିଲେ ପତଞ୍ଜଳି। ଠିକ ଅଛି। ତାପରେ ପାଣିନିଙ୍କର ସମୟ ପିଲେ ଆମେ ଯୋଉ ସେ ବହିରେ ପଢୁଥିଲେ ଆମ ମାନଙ୍କ ଇଏରେ ସେଥିରେ କଣ ଲେଖା ହେଇଥିଲା ପିଲେ କୋଉ ଶତାବ୍ଦୀ ଲେଖା ହେଇଥିଲା? ହଁ ସେଥିରେ ପିଲେ ପଞ୍ଚମ ଶତାବ୍ଦୀ ଥିଲା ତ ଏଥିରେ ପିଲେ ସପ୍ତମ ଶତାବ୍ଦୀ ଏମିତି ତାଙ୍କ ସମୟ ଉପରେ ପିଲେ ବହୁତ ସାରା ମତଭେଦ ପିଲେ ଥାଏ ତାକୁ ତମ ମାନେ ଇଏ କରିବ ହେଲା। ତ ତାଙ୍କର ଟିକେ ପରିଚୟ ଯଦି ମନେ ରଖିପାରିବ ବହୁତ ଭଲ କଥା ପିଲେ ଯେମିତି ସ୍ଥାନ ପିଲେ ଶାଳାତୁର ଗ୍ରାମ ବର୍ତ୍ତମାନ ପିଲେ ପାକିସ୍ତାନର ଲାହୋରରେ ଅଛି। ମରଣ ତାଙ୍କର ପିଲେ ତ୍ରୟୋଦଶୀ ତିଥିରେ ହେଇଥିଲା ଗୋଟେ ସିଂହ ଦ୍ଵାରା ଜାଣିଥିବ ପିଲେ ପାଣିନିଙ୍କର ମୃତ୍ୟୁ କେମିତି ହେଇଥିଲା ଜାଣିଛ ନା? ଆରେ କୁହାଯାଏ ପିଲେ ପାଣିନି ଆରେ ପାଣିନି ଆଉ କାତ୍ୟାୟନ ପିଲେ ମାନେ ଶୁଣା ଯାଇ ପିଲେ ଏମିତି ଆକ୍ଚୁଆଲି ସତ କି ନାହିଁ କେହି ଜାଣିନାହାନ୍ତି କି ସେମାନେ ପରସ୍ପରକୁ ପିଲେ ଅଭିଶାପ ଦେଇ ଦେଇଥିବେ କି କାତ୍ୟାୟନ ପିଲେ ଅଭିଶାପ ଦେବେ କି ତୁମେ ବାଟରେ ଗଲା ବେଳେ ତୁମକୁ ସିଂହ ଖାଇଦବ ତ ପାଣିନି ଅଭିଶାପ ଦେବେ କି ସୂର୍ଯ୍ୟ ଉଦୟ ଉପରେ ତୁମର ବି ମୃତ୍ୟୁ ହେଇଯିବ। ହେଲା ତ ଏମିତି ହେଇକରି ପାଣିନି ବାଟରେ ଯାଉଥିବେ ତାଙ୍କୁ ପିଲେ ସିଂହ ଦ୍ୱାରା ହିଁ ତାଙ୍କର ମୃତ୍ୟୁ ହେଇଥିବ ସିଂହ ତାଙ୍କୁ ଖାଇ ଦେଇଥିବ ପାଣିନିଙ୍କୁ। ଆଉ ଏପଟେ ମଧ୍ୟ କାତ୍ୟାୟନଙ୍କର ସୂର୍ଯ୍ୟ ଉଦୟ ପରେ ପରେ ତାଙ୍କର ବି ପିଲେ ମୃତ୍ୟୁ ହେଇଯାଇଥିବ ବୋଲି ଶୁଣାଯାଏ ପିଲେ। ଆଉ ପାଣିନିଙ୍କର ଜଣେ ଭାଇ ଥିଲେ ପିଲେ ଯିଏ କି ପିଲେ ଛନ୍ଦ ଶାସ୍ତ୍ରର ପ୍ରଣେତା କିଏ ଛନ୍ଦ ଶାସ୍ତ୍ରର ପ୍ରଣେତା? ପିଙ୍ଗଳ ତ ପିଙ୍ଗଳ ମୁନି ଜାଣିଛ ପିଲେ କେମିତି ତାଙ୍କର ଦେହାନ୍ତ ହେଇଥିଲା? ତାଙ୍କୁ ପିଲେ କୁମ୍ଭୀର ଖାଇ ଦେଇଥିବ ବୁଝିହେଲା ତ ସେଥିପାଇଁ ଏଭଳିଆ ଏମିତି ମୁନି ମାନଙ୍କର ପିଲା ମୃତ୍ୟୁ ଏଭଳିଆ ବି ହେଇପାରେ ହେଲା। ତାପରେ ଆଗରେ ପାଣିନିଙ୍କର ମୃତ୍ୟୁ ହେଇଥିଲା ନା କାତ୍ୟାୟନଙ୍କର? ଆଗ ପାଣିନିଙ୍କର ତାପରେ କାତ୍ୟାୟନଙ୍କର।
ହେଲା ତ ଶୁଣା ଯାଇ ପିଲେ ବହୁତ ସୁନ୍ଦର ଶ୍ଲୋକଟେ ଥିଲା ମୋର ହଠାତ୍ ମନେ ପଡୁନି ପିଲେ ତ ମନେ ପଡିଲେ କହିବି ମୁଁ ହେଲା ତ ପିତାଙ୍କ ନାଁ ଥିଲା ପିଲେ ସଲଙ୍କ ବା ପିଲେ ପଣିନ ମାତା ଥିଲେ ପିଲେ ଦାକ୍ଷୀ ସେଥିପାଇଁ ପାଣିନିଙ୍କୁ ପିଲେ ଦାକ୍ଷୀ ପୁତ୍ର ବି କୁହାଯାଏ ଆରେ ପାଣିନିଙ୍କର ପିଲେ ଅନ୍ୟ ନାଁ ପିଲେ ଦାକ୍ଷୀ ପୁତ୍ର ବୋଲି ମଧ୍ୟ କୁହାଯାଇଥାଏ ତାଙ୍କ ମାମୁଙ୍କର ନାଁ ଥିଲା ପିଲେ ବ୍ୟାଡି ତ ବ୍ୟାଡି ମଧ୍ୟ ସିଏ ମଧ୍ୟ ବହୁତ ବଡ ଆଚାର୍ଯ୍ୟ ଜଣେ ପିଲେ ହେଲା ତାଙ୍କର ସାନ ଭାଇଙ୍କ ନାଁ ପିଲେ ପିଙ୍ଗଳ ଯିଏକି ଛନ୍ଦ ଶାସ୍ତ୍ରର ପ୍ରଣେତା ଗୁରୁ ହେଲେ ପିଲେ ବର୍ଷ ଉପାଧ୍ୟାୟ ଆଉ ତାଙ୍କର କୃତି କହିଲେ ଅଷ୍ଟାଧ୍ୟାୟୀ ଲିଙ୍ଗାନୁଶାସନ ଆଉ ଗୋଟେ ନାଟକ ମଧ୍ୟ ଥିଲା ପିଲେ ପାଣିନିଙ୍କର କି ନାଟକ ଜାମ୍ବବତୀ ବିଜୟ ହେଲା ତାପରେ ମହର୍ଷି କାତ୍ୟାୟନ ପିଲେ ଯାହାର ସମୟ ପିଲେ ସପ୍ତମ ଶତାବ୍ଦୀ ଅନ୍ୟ ନାଁ ପିଲେ ବର ରୁଚି ଗୁରୁ ହେଲେ ପିଲେ ସେଇ ବର୍ଷ ଉପଦୟ କାହିଁକିନା ଦି ଜଣ ପିଲେ ଗୋଟିଏ ଗୁରୁଙ୍କର ହିଁ ଶିଷ୍ୟ ପାଣିନି ଆଉ କାତ୍ୟାୟନ ହେଲା ଆଉ ତାଙ୍କର କୃତି ହେଲା ପିଲେ କେବଳ ସେ କଣ ଲେଖିଛନ୍ତି ପିଲେ ବାର୍ତ୍ତିକ ହେଲା ତ କେହି କେହି ପିଲେ କୁହନ୍ତି ସ୍ୱର୍ଗାରୋହଣ କାବ୍ୟ ବି ଲେଖିଛନ୍ତି ବରରୁଚି ବୋଲି ହେଲା କିନ୍ତୁ ସ୍ୱର୍ଗାରୋହଣ ପ୍ରାୟତଃ ପିଲେ ପ୍ରବରସନଙ୍କର ବୋଲି ହିଁ କହୁଛନ୍ତି ନା ନାଇଁ ହେଲା ତ ୟାଙ୍କର ପିଲେ କୃତି କହିଲେ କେବଳ ପିଲେ ବାର୍ତ୍ତିକକୁ ହିଁ ବୁଝାଯାଏ ଆଉ ପିଲେ ମହର୍ଷି ପତଞ୍ଜଳି ଯିଏକି ପିଲେ କାହାର ଅବତାର ଥିଲେ ଶେଷନାଗଙ୍କର ପିଲେ ଅବତାର ଥିଲେ ବୋଲି ଶୁଣାଯାଏ କିଏ ସେ ପତଞ୍ଜଳି ଆଉ ଯାହାଙ୍କର କୃତି ହେଲା ପିଲେ ମହାଭାଷ୍ୟ ଆଉ ପିଲେ କଣ ଯୋଗସୂତ୍ର ଆଉ ଏଇ ଯୋଉ ପତଞ୍ଜଳିଙ୍କ ଉପରେ ପିଲେ ବହୁତ ସୁନ୍ଦର କିମ୍ବଦନ୍ତୀଟିଏ ଅଛି ତ ଏଠି ମୁଁ ତାକୁ ମେନସନ ଅଳ୍ପ ମାନେ ବହୁତ କମ ରେ କରିଦେଇଛି ପିଲେ କି କୌଣସି ଜଣେ ଋଷି ସ୍ନାନ କରୁଥିବା ସମୟରେ ଗୋଟିଏ ସର୍ପ ଆସିକି ତାଙ୍କ ହାତରେ ପିଲେ ପଡିବ ତ ସେ ସଙ୍ଗେ ସଙ୍ଗେ ପ୍ରଶ୍ନ କରିବେ କି ସେ ଋଷି ପ୍ରଶ୍ନ କରିବେ କାହାକୁ ସାପକୁ କହିବେ ପିଲେ କୋର ଭବାନ କଣ ପିଲେ ପ୍ରଶ୍ନ କରିଥିବେ କୋର ଭବାନ ତାପରେ ସେଥିରୁ ସର୍ପଟି ଉତ୍ତର ଦେବ ପିଲେ ସପୋହମ ହେଲା ବହୁତ ସୁନ୍ଦର ଦେଖ ପିଲେ ହୁଁ ସାର୍ ଗୋଟେ କ୍ୱେଶ୍ଚନ ହଁ ଏଇ ବ୍ୟାକରଣ କ୍ଲାସ ଗୁଡାକର ତ ଆମ ରେକର୍ଡିଂ କ୍ଲାସ ନାହିଁ ତ ଏବେ ହଁ ରେକର୍ଡିଂ ଏ କ୍ଲାସ ରେକର୍ଡିଂ କ୍ଲାସ ପାଇଥିବ ଯୋଉଟା ନୂଆ ହବ ମୁଁ ତାକୁ ଆଡ କରିଦେବି ଯୋଉଟା ହେଇସାରିଛି ସେଗୁଡାକ ସେଥିରେ ଅଛି ହେଲା ଆଜ୍ଞା ସାର୍ ଆଜିର ହୁଁ। ରେକର୍ଡିଂ ହେଉଛି ହଁ ହଁ ଆଜିର ରେକର୍ଡିଂ କ୍ଲାସ ଅଛି ହଁ ଆଜ୍ଞା ସାର୍ ଠିକ ଅଛି ପିଲେ ତାହେଲେ ପ୍ରଶ୍ନ ଭଲସେ ବୁଝିପାରିଲ ପିଲେ ସେ ଋଷି ପିଲେ କଣ ପଚାରିବେ ଆରେ ଋଷି ପିଲେ ସାପ ହଁ କୋ ଭବାନ ନାଇଁ ପିଲେ କୋର ଭବାନ ରେଫ ଅଛି ହଁ ତ ସାପ ଉତ୍ତର ଦବ ପିଲେ କି ସପୋହମ ସାପ ଉତ୍ତର ପିଲେ କଣ ଦବ ସପୋହମ ହେଲା ତାପରେ ତ ଋଷି ପଚାରିବେ ରେଫ କୁଅ ଗତ ତୁମର ରେଫ କୁଆଡେ ଚାଲିଗଲା ଆରେ ପିଲେ ଆକ୍ଚୁଆଲି ସର୍ପ ନା ସପ ପିଲେ ଆରେ ସର୍ପ କହିବା କଥା କିନ୍ତୁ ସାପ ପିଲେ ଉତ୍ତର ଦେଇଥିବ ସପୋହମ ସେଥିପାଇଁ ଋଷି ପଚାରିବେ କି ରେଫ କୁଅ ଗତ ତୁମର ରେଫ ଟା କୁଆଡେ ପଳେଇଲା ସାପ ସେଥିରୁ କହିବ ପିଲେ ତ୍ୱୟା ଅପହୃତ ତୁମେ ପୁରା ମୋ ରେଫ ନେଇଯାଇଛ ଆଉ ମୁଁ କଣ କରିବି ତ ଋଷି ପିଲେ କେମିତି ରେଫ ନେଇଗଲେ ଆରେ ଆକ୍ଚୁଆଲି ଋଷି ପଚାରିବା କଥା ପିଲେ କୋ ଭବାନ ବୋଲି ନା ନାଇଁ ତ କିନ୍ତୁ ଋଷି ପଚାରିଲେ କଣ ପିଲେ କୋର ଭବାନ ତ ସେଥିପାଇଁ ତୁମେ ଯେହେତୁ ଗୋଟେ ରେଫ ମୋଠୁ ଛଡେଇକି ନେଇଗଲ ଆଉ ସେଥିପାଇଁ ମୁଁ ମୋ ରେଫ ଟାକୁ ଆଉ ଲେଖିଲିନି ଆଉ ହେଲା ସେଥିପାଇଁ ଋଷି ପଚାରିବେ ରେଫ କୁଅ ଗତ ସାପ ଉତ୍ତର ଦେବ ପିଲେ ତ୍ୱୟା ଅପହୃତ ତୁମେ ହିଁ ମୋ ରେଫ ନେଇଯାଇଛ ତ ଏମିତି ଗୋଟେ ମାନେ ଶୁଣାଯାଏ ଗୋଟେ କିମ୍ବଦନ୍ତୀ ପିଲେ ପତଞ୍ଜଳିଙ୍କ ଉପରେ ଅଛି ହେଲା ତ ଏହିପରି ଏକ ରୋଚକ କିମ୍ବଦନ୍ତୀ ତାଙ୍କୁ ଶେଷନାଗଙ୍କର ଅବତାର ବୋଲି ସୂଚାଉଛି ବୁଝିହେଲା ପିଲେ ତ ଏଇ ତିନି ମୁନିଙ୍କର ପିଲେ ଟିକେ ଟିକେ ପରିଚୟ ପିଲେ ମନେ ରଖିବ ହେଲା ଆଉ ତାପରେ ଶେଷନାଗ କିଏ? ଶେଷନାଗ ଯାହାର ଅବତାର କିଏ ଥିଲେ ଯାହାର ନାରାୟଣ ଆରେ ଲକ୍ଷ୍ମଣ ଲକ୍ଷ୍ମଣ ଲକ୍ଷ୍ମଣଙ୍କର ଅବତାର ହେଲା ବଳରାମ ଏମାନେ ଯାହାର ଅବତାର ସେଇ ଶେଷନାଗ ଠିକ ଅଛି ଯାହାର ମସ୍ତକରେ ପିଲା ଏଇ ପୃଥିବୀ ଅଛି ନା ନାଇଁ ଆରେ ଶେଷନାଗଙ୍କର ମସ୍ତକରେ ହିଁ ତ ପୃଥିବୀ ଅଛି ପିଲେ ପୁରାଣ ହିସାବରେ ସେଇଟା କଣ ସତ ନା ଏଇଟା ତ ସାଇନ୍ସ ମାନୁନାହିଁ ହଁ ମୁଁ ସେଥିପାଇଁ ଯ କହିଲି ନା ପୁରାଣ ହିସାବରେ ଠିକ ଅଛି ଆଜ୍ଞା ତାହେଲେ ପିଲେ ପାଣିନିଙ୍କ ଦ୍ଵାରା ରଚନା କରାଯାଇଥିବା ବ୍ୟାକରଣ ଗ୍ରନ୍ଥର ନାଁ ହେଲା ପିଲେ ଅଷ୍ଟାଧ୍ୟାୟୀ ଆମେ ସମସ୍ତେ ଜାଣିଛେ ପିଲେ ଏଇ ଅଷ୍ଟାଧ୍ୟାୟୀ ଗ୍ରନ୍ଥରେ ରହିଛି ପିଲେ 8ଟି ଅଧ୍ୟାୟ ଆଉ ପ୍ରତ୍ୟେକ ଅଧ୍ୟାୟରେ ପିଲେ ଅଛି 4ଟି ଲେଖେ ପାଦ ତ ଏଇଭଳି ଭାବରେ ଟୋଟାଲ ପିଲେ କେତେଟା ପାଦ ହେଇଯିବ ଅଷ୍ଟାଧ୍ୟାୟୀରେ 32ଟି ପାଦ ହେଲା 4 ଚୌକ ପିଲେ 32
ଆଉ ଏହି ଗ୍ରନ୍ଥ ପିଲେ ସୂତ୍ର ପରକ ଗ୍ରନ୍ଥ ଅଟେ। ଏଥିରେ ଖାଲି ସୂତ୍ର ହିଁ ଅଛି, ଆଉ କିଛି ନାହିଁ ପିଲେ, କେବଳ ସୂତ୍ର ହେଲା। ଏଥିରେ କୌଣସି ପ୍ରକ୍ରିୟା ଦର୍ଶା ଯାଇ ନାହିଁ। ତେଣୁ ଏହି ଗ୍ରନ୍ଥକୁ ପଢି ରୂପ ସିଦ୍ଧି କରିବା ଅତ୍ୟନ୍ତ ଦୁଷ୍କର ଅଟେ। ସେଥିପାଇଁ ଡାଇରେକ୍ଟ ତମେ ଅଷ୍ଟାଧ୍ୟାୟକୁ ପଢିକିରି ପିଲେ କୌଣସି ପ୍ରକାରର ରୂପ ସିଦ୍ଧି ତମମାନେ କରିପାରିବ ନାହିଁ। ଆଉ ଏହି ଦୁଷ୍କରତାକୁ ଲକ୍ଷ୍ୟ କରି ଅନେକ ବୈୟାକରଣ ଏହି ସବୁ ସୂତ୍ରକୁ ପ୍ରକ୍ରିୟାବଦ୍ଧ କରିବାକୁ ଚେଷ୍ଟା କରିଥିଲେ। ଆଉ ସେହି ବୈୟାକରଣ ମାନଙ୍କ ମଧ୍ୟରେ ଭଟ୍ଟୋଜୀ ଦୀକ୍ଷିତ ହେଲେ ପିଲା ଅଗ୍ରଗଣ୍ୟ। ଆଉ ତାଙ୍କ ଦ୍ୱାରା ରଚନା କରାଯାଇଥିବା ବ୍ୟାକରଣ ଗ୍ରନ୍ଥର ନାଁ ହେଲା ପିଲେ କଣ? ସିଦ୍ଧାନ୍ତ କୌମୁଦି ହେଲା। ଆଉ ଏହି ଗ୍ରନ୍ଥରେ ସମ୍ପୂର୍ଣ୍ଣ ପାଣିନୀୟ ସୂତ୍ରକୁ ପ୍ରକ୍ରିୟାବଦ୍ଧ କରାଯାଇଛି। ପୁରା ପାଣିନୀୟ ମାନେ ଅଷ୍ଟାଧ୍ୟାୟରେ ପିଲେ ତ ମାନେ କଣ ମୋଟାମୋଟି ପିଲେ 4000 ସୂତ୍ର। ଆରେ ପିଲେ ପାଣିନୀୟ ଅଷ୍ଟାଧ୍ୟାୟ କେତେ ସୂତ୍ର? 3900 ସମଥିଙ୍ଗ, କିନ୍ତୁ ମୋଟାମୋଟି ପିଲେ କେତେ? 4000 ବୋଲି କୁହାଯାଉଛି। ତ ଟୋଟାଲ 4000 ଯାକ ସୂତ୍ର ପିଲେ ତମେ ସିଦ୍ଧାନ୍ତ କୌମୁଦୀରେ ପାଇଯିବ। କାହିଁକି ନା ସେ ସବୁ ଯାକ ସୂତ୍ରକୁ ତ ଭଟ୍ଟୋଜୀ ଦୀକ୍ଷିତ ପିଲେ ତାଙ୍କ ଗ୍ରନ୍ଥରେ ସେ ଲେଖିଛନ୍ତି। କିନ୍ତୁ ଏହି ଗ୍ରନ୍ଥ ଆକ୍ଚୁଆଲି ବୋଧେ ଏଥିରେ ଦେଖ ମୁଁ ଲେଖିଥିବି ବୋଧେ କୋଉଠି ଗୋଟେ, କି ନ ଲେଖିଥିବି ନାହିଁ। 3987 ନା ଏମିତି କେତେ ହେଇଥିବ, ମୁଁ ଲେଖିଥିବି କୋଉ ଜାଗାରେ ଗୋଟେ, ଦେଖିବା ହେଲା ଆମେ ଆଗକୁ ପଢିଲା ବେଳେ ଦେଖିବା। ହଁ ଲେଖିଥିବି ପିଲେ କୋଉଠି ଗୋଟେ ହେଲା। କିନ୍ତୁ ମୋଟାମୋଟି 4000 ବୋଲି ପିଲେ କହୁଛନ୍ତି, ତ ମୋଟାମୋଟି 4000 ସାଙ୍ଗରେ ହିଁ ଯିବ। କାହିଁକିନା ପରୀକ୍ଷାରେ ଯଦି ପଚାରିବ ସେ ଏମିତି ହିଁ ପଚାରିବ ପିଲେ, ପ୍ରାୟଶଃ କତି ସୂତ୍ରାଣୀ ତ ଚତୁଃସହସ୍ରମ ବୋଲି ଲେଖିବ ହେଲା। ବୁଝିଗଲା ପିଲେ। ତାପରେ ଏହି ଗ୍ରନ୍ଥ ମାନେ ଯୋଉ ସିଦ୍ଧାନ୍ତ କୌମୁଦି ପିଲେ ତ କୋମଳମତି ପିଲାମାନଙ୍କ ପାଇଁ ବୁଝିବା ଟିକେ କଷ୍ଟସାଧ୍ୟ ହେଲା, ଯେହେତୁ ପିଲେ ହଁ ଆରେ ଗୋଟେ ଶ୍ଲୋକ ଥିଲା ସାର୍, ଯୋଉ ତିନି ସୂତ୍ର ସହସ୍ରାଣୀ ତଥା ନବ ଶତାନିଚ ଷଟ୍ ନବତିଚ ସୂତ୍ରାଣମ ପାଣିନି କୃତବାନ ସ୍ୱୟଂ। ଏଇ ହିସାବରେ ଦେଖିଲେ ତ ସାର୍ 3996 ହଉଛି। ହଁ ତ ଏମିତି ମଧ୍ୟ କୋଉଠି କୋଉଠି ଶୁଣାଯାଏ। ତ ସେଥିପାଇଁ ପ୍ରାୟଶଃ ମନେ ରଖିବ ମୁଁ କହିଲି ହେଲା। ଠିକ ଅଛି ପିଲେ। ସେଥିରକୁ ଯେତେବେଳେ ଗ୍ରନ୍ଥ ପିଲେ କଷ୍ଟ ହେଲା, ତାପରେ ସେଥିରକୁ ପିଲାମାନଙ୍କର ସୁବିଧା ପାଇଁ ଭଟ୍ଟୋଜୀ ଦୀକ୍ଷିତଙ୍କର ଜଣେ ଶିଷ୍ୟ ଥିଲେ, ଯାହାର ନାଁ ପିଲେ କଣ? ବରଦରାଜ ଆଚାର୍ଯ୍ୟ। ତ ସିଏ ଲେଖିବେ ପିଲେ ଦିଟା ବହି, ଗୋଟେ ହେଲା ପିଲେ ମଧ୍ୟ ସିଦ୍ଧାନ୍ତ କୌମୁଦି, ଆଉ ଗୋଟେ ହେଲା ପିଲେ କଣ? ଲଘୁ ସିଦ୍ଧାନ୍ତ କୌମୁଦି। ତ ବର୍ତ୍ତମାନ ପିଲାମାନେ ଯୋଉ ବହି ପଢୁଛେ ପିଲେ ଲଘୁ ସିଦ୍ଧାନ୍ତ କୌମୁଦି, ଯାହାର ଲେଖକ ପିଲେ କିଏ? ସେ ଆଚାର୍ଯ୍ୟ ପିଲେ କିଏ? ସେ ବରଦରାଜ ଆଚାର୍ଯ୍ୟ ହେଲା। ତାପରେ ଏଗୁଡାକ ତମମାନଙ୍କ ପାଇଁ କିଛି ଆବଶ୍ୟକ ନାହିଁ, ଏଗୁଡାକ ତମମାନେ ପଢିବ ପିଲେ ମାନେ ସେପାରେଟ ନଲେଜ ପାଇଁ, ଏଗୁଡା କିଛି ପରୀକ୍ଷା ପାଇଁ ପିଲେ ଉପଯୋଗୀ ନୁହଁ ଏଗୁଡାକ ହେଲା। ଚାଲ ଏଥିରେ ପିଲେ ଯୋଉ ମଙ୍ଗଳାଚରଣ ପିଲା ଅଛି, ତମେ ଜାଣିଥିବ ପିଲେ ମଙ୍ଗଳାଚରଣ ସାଧାରଣତଃ କେତେ ପ୍ରକାର? ଏଇଟା ନର୍ମାଲି ପିଲେ ମନେ ରଖିବା କଥା। ତିନି ପ୍ରକାର ପିଲେ, ନମସ୍କାରାତ୍ମକ, ଆଶୀର୍ବାଦାତ୍ମକ ହେଲା। ଏଇଟା ଟିକେ ନବ ପିଲେ ମନେ ରଖିଥିବ, ଯଦି କେତେବେଳେ ପଚାର ମଧ୍ୟ ହେଲା। ଆଉ ପିଲେ ଲଘୁ ସିଦ୍ଧାନ୍ତ କୌମୁଦୀର ମଙ୍ଗଳାଚରଣ ପିଲେ ଏମିତିକା, ନତ୍ୱା ସରସ୍ୱତୀଂ ଦେବୀଂ ଶୁଦ୍ଧାଂ ଗୁଣ୍ୟଂ କରୋମ୍ୟହଂ ପାଣିନୀୟ ପ୍ରବେଶାୟ ଲଘୁ ସିଦ୍ଧାନ୍ତ କୌମୁଦୀ ହେଲା। କି ଅହମ ମାନେ ମୁଁ ବରଦରାଜ ଆଚାର୍ଯ୍ୟ, ଶୁଦ୍ଧାಂ ଗୁଣ୍ୟାମ ସରସ୍ୱତୀଂ ଦେବୀಂ, ଯିଏ ଅତ୍ୟନ୍ତ ଶୁଦ୍ଧ ଅତ୍ୟନ୍ତ ଗୁଣବତୀ ସେଭଳିଆ ସରସ୍ୱତୀ ଦେବୀଙ୍କୁ ପ୍ରଣାମ କରି ଏଇ ଯୋଉ ପାଣିନୀୟ ପ୍ରବେଶାୟ, ତ ପାଣିନୀୟ ବ୍ୟାକରଣରେ ପ୍ରବେଶ କରିବା ପାଇଁ ଲଘୁ ସିଦ୍ଧାନ୍ତ କୌମୁଦୀ କରୋମି, ତ ଲଘୁ ସିଦ୍ଧାନ୍ତ କୌମୁଦୀ ନାମକ ଗ୍ରନ୍ଥକୁ ମୁଁ ଲେଖିବା ପାଇଁ ଯାଉଛି। ତ ଇଏ ହେଲା ପିଲେ ତାର ମଙ୍ଗଳାଚରଣ। ବୁଝିହବ ପିଲେ? ଏଗୁଡାକର ଅର୍ଥ ତମମାନେ ଆହୁରି ଭଲସେ ଦେଖିପାରିବ ଏଥିରେ ହେଲା। ତାପରେ ସେଥିରକୁ ପିଲେ ଆରମ୍ଭ ହେଇଛି କଣ ନା ସଂଜ୍ଞା ପ୍ରକରଣ ପିଲେ। ଠିକ ଅଛି ପିଲେ। ତାହେଲେ ଏଥିରେ ବହୁତ ଜିନିଷ ପିଲେ ମୁଁ ଆଡୁ ସାଡୁ ଲେଖିଦେଇଛି ବୁଝିଲା, କାହିଁକି ନା ଏଟା ପିଲେ ଶାସ୍ତ୍ରୀୟ ପିଲାଙ୍କୁ ପଢା ହଉଥିଲା, ତ ସେଥିପାଇଁ ଏଥିରେ ମୁଁ ବହୁତ ସାରା ଜିନିଷ ଏମିତିରେ ଲେଖିଦେଇଛି, ସେଗୁଡାକ ଯୋଉଟା କି ତମମାନଙ୍କ ପାଇଁ କିଛି ଆବଶ୍ୟକ ନାହିଁ ପିଲେ। ଠିକ ଅଛି ପିଲେ। ଚାଲ ତ ତମେ ଜାଣିଥିବ ପିଲେ ବ୍ୟାକରଣର ମୁଖ୍ୟ ହେଲା ପିଲେ ଚତୁର୍ଦଶ ମାହେଶ୍ୱର ସୂତ୍ରାଣୀ ନା ନାଇଁ? କାହିଁକିନା ବେଳେ ବେଳେ ପରୀକ୍ଷାରେ ପଚାରିଥାଏ ମଧ୍ୟ କି କତି ମାହେଶ୍ୱରାଣୀ ସୂତ୍ରାଣୀ? କତି? ହଁ ତ 14ଟି ପିଲେ ମାହେଶ୍ୱର ସୂତ୍ର। ଅୟୁଣ ରୁଦ୍ରୁକ ଏଓଂ ଅୟୋଚ ହୟବରଟ ଲଣ ନ୍ୟମ ୱଣ ନମ ଝ ଭୟ ଘଡଧସ ଜବ ଗଡଧସ
ख फ छ ठ थ चट त क पय स स सर हल प्रायतः ସମସ୍ତଙ୍କର ପିଲେ ମନ ହିଁ ଥିବ ନା ନାଇଁ अरे 14 जाके सूत्र ଆଜ୍ଞା ପିଲେ ସାର୍ ସମସ୍ତଙ୍କର ମନ ଅଛି ତ ଆଜ୍ଞା ସାର୍। ଜି ସାର୍ ତାହେଲେ ଏଇ ଯୋଉ ସୂତ୍ର ପିଲେ ରହିଲା ଆଉ ପାଣିନିଙ୍କର ଅଷ୍ଟାଧ୍ୟାୟୀ ଯୋଉ ସୂତ୍ର ରହିଲା ତ ସେ ସବୁ ସୂତ୍ର ପିଲେ ଆଙ୍କ ସାଙ୍ଗରେ ଇନକ୍ଲୁଡ ହେଇକିରି ନା ଏମାନେ ଅଲଗା ସେମାନେ ଅଲଗା ପିଲେ include his word. ଆଁ ଦେଖ ଇନକ୍ଲୁଡ ପିଲେ ନୁହଁ ଦେଖ ପାଣିନି ଅଷ୍ଟାଧ୍ୟାୟୀ ଯୋଉ ସୂତ୍ର ତକ ରହିଲା ପିଲେ ସେ ସୂତ୍ର ମାନଙ୍କର କାମ ପିଲେ ଭିନ୍ନ ସେମାନଙ୍କର ପ୍ରୟୋଜନ ପିଲେ ଭିନ୍ନ କିନ୍ତୁ ଏଠି ଆମେ ଯୋଉ 14ଟି ସୂତ୍ର ପିଲେ ପଢୁଛେ ଏମାନଙ୍କର ପିଲେ କିଛି କାମ ନାହିଁ ଏମାନଙ୍କର କେବଳ ଗୋଟିଏ ହିଁ କାମ କଣ ସେ କାମ ପିଲେ ନା କେବଳ ପ୍ରତ୍ୟାହାର କରିବା Pratyahar. ହେଲା କେବଳ ପ୍ରତ୍ୟାହାର କରିବା ଏତିକି ହିଁ କାମ ହେଲା କାହାର ପିଲେ ଏଇ 14ଟି ସୂତ୍ର ମାନଙ୍କର ତ ଏଇ 14ଟି ସୂତ୍ର ମାନଙ୍କର ଅନ୍ୟ କୌଣସି ପ୍ରକାରର ପିଲେ କାମ ନାହିଁ ସେଥିପାଇଁ ପିଲେ କୁହାଯାଇଛି କି ଇତି ମାହେଶ୍ୱରାଣୀ ସୂତ୍ରାଣୀ ତ ଏଇ 14ଟି ହେଲେ ପିଲେ ମାହେଶ୍ୱର ସୂତ୍ର ଏମାନଙ୍କର କାମ ପିଲେ କଣ ନା ଅଣାଦି ସଂଜ୍ଞାର ଥାନି ପିଲେ ଅଣ ପିଲେ ଗୋଟେ କଣ ପ୍ରତ୍ୟାହାର ମାନେ Pratyahar. ଅଣ ଅଚ ହଲ ତ ଏମିତି ଯୋଉ ସବୁ ସଂଜ୍ଞା ପିଲେ ରହିଛି ବା ଏମିତି ଯୋଉ ସବୁ ପିଲେ ପ୍ରତ୍ୟାହାର ରହିଛି ତ ସେଇ ସବୁ ପ୍ରତ୍ୟାହାର ଗଠନ କରିବା ହେଉଛି ଏ ସୂତ୍ରର ପିଲେ ଗୋଟିଏ ହିଁ ପ୍ରୟୋଜନ ନହେଲେ ଏ ସୂତ୍ରରେ ପିଲେ ଆଉ କୌଣସି ପ୍ରୟୋଜନ ନାହିଁ ସେଥିପାଇଁ ଯଦି କେତେବେଳେ କିଏ ପଚାରେ ପିଲେ କି ଚତୁର୍ଦଶ ମାହେଶ୍ୱର ସୂତ୍ରର କଣ ପ୍ରୟୋଜନ ତାହେଲେ ତମମାନେ କଣ କହିବ ପିଲେ ପ୍ରତ୍ୟାହାର ଗଠନ କରିବା ପାଇଁ ବା ପିଲେ ଅଣାଦି ସଂଜ୍ଞାର ଥାନି ବୋଲି ମଧ୍ୟ ମନେ ରଖିଦବ ପିଲେ ହେଲା ତ ମାହେଶ୍ୱରାଣୀ ସୂତ୍ରାଣୀ ଅଣାଦି ସଂଜ୍ଞାର ଥାନି ତ ମାହେଶ୍ୱର ସୂତ୍ର ଗୁଡିକ କେବଳ ଅଣ ଅଚ ଆଦି ପ୍ରତ୍ୟାହାର କରିବା ପାଇଁ ହିଁ ବ୍ୟବହାର ହେଇଥାନ୍ତି ନହେଲେ ତାଙ୍କର ପିଲେ ଆଉ କୌଣସି ପ୍ରୟୋଜନ ପିଲେ ନାହିଁ ତାପରେ କଣ କହୁଛି ପିଲେ ନା ଏସାମ ଅନ୍ତ୍ୟାହ ଇତଃ ପିଲେ ଏସାମ ମାନେ ଏହି ସୂତ୍ର ମାନଙ୍କର ପିଲେ ଅନ୍ତ୍ୟାହ ଏଟା ପିଲେ ଅନ୍ତ୍ୟାହ ହବା କଥା ଏଟା ଅନ୍ୟ ହେଇଯାଇଛି ଅନ୍ତ୍ୟାହ ତ ଏମାନଙ୍କର ପିଲେ ଅନ୍ତିମ ବର୍ଣ୍ଣ ଗୁଡିକ ପିଲେ ଇତଃ ମାନେ ପିଲେ କଣ ଲୋପ ହୁଅନ୍ତି ଆରେ ଲୋପ ହୁଅନ୍ତୁନି ଇତି ସଂଜ୍ଞା ହେଇଥାଏ ହେଲା ଇତହର ମାନେ ହେଲା ପିଲେ ଇତି ସଂଜ୍ଞକ ଇତହର ମାନେ ପିଲେ ଲୋପ ନୁହଁ ଇତହର ମାନେ ହେଲା ପିଲେ ଇତି ସଂଜ୍ଞକ ମାନେ କହିବାର ମାନେ ପିଲେ ଦେଖ ଏଠି ପିଲେ ଅଇଉଣ ରହିଲା ତ ଏଇ ଯୋଉ ଣ ହଳାନ୍ତ ପିଲେ ଅନ୍ତିମ ବର୍ଣ୍ଣ ରୁଲ ରୁକ୍ର ପିଲେ କ ହେଲା ପିଲେ ଅନ୍ତିମ ବର୍ଣ୍ଣ ଏ ଓଙ୍ଗର ପିଲେ ଉଁ ହେଲା ପିଲେ ଅନ୍ତିମ ବର୍ଣ୍ଣ ତ ଏଇଭଳି ଭାବରେ ପିଲେ କେତେଟା ଅନ୍ତିମ ବର୍ଣ୍ଣ ଅଛି ଆରେ 14ଟା ସୂତ୍ରରେ ପିଲେ 14ଟା 14ଟା ପିଲେ ଅନ୍ତିମ ବର୍ଣ୍ଣ ଅଛି ତେବେ 14ଟା ଯାକି ଅନ୍ତିମ ବର୍ଣ୍ଣ ର ପିଲେ କୋଉ ସଂଜ୍ଞା ହେଇଗଲା ଇତି ସଂଜ୍ଞା ହଁ ତାହେଲେ ମନେ ରଖିବ ପିଲେ କି ଯୋଉ 14ଟି ପିଲେ ମାହେଶ୍ୱର ସୂତ୍ର ଅଛି 14ଟି ମାହେଶ୍ୱର ସୂତ୍ରର ଅନ୍ତିମ ବର୍ଣ୍ଣ ଗୁଡିକର ପିଲେ ଗୋଟେ ନାଁ ଅଛି କଣ ସେ ନା ଇତି ହେଲା ଆରେ ସଂଜ୍ଞାର ମାନେ ହେଲା ପିଲେ ନା ଠିକ ଅଛି ଯେମିତି ପିଲେ କଣ ମଧୁସ୍ମିତା ପିଲେ କଣ ତାର ସଂଜ୍ଞା ଏଇ ଯୋଉ ପିଲାଟି ଅଛି ନା ସେ ପିଲାଟିର ସଂଜ୍ଞା ହେଲା ପିଲେ କଣ ମଧୁସ୍ମିତା ତ ସେମିତି ପିଲେ ଏଇ ଯୋଉ ଚତୁର୍ଦଶ ମାହେଶ୍ୱର ସୂତ୍ର ସେମାନଙ୍କର ଅନ୍ତିମ ବର୍ଣ୍ଣର ନାଁ ପିଲେ କଣ ସଂଜ୍ଞା ଅର୍ଥ ନାମ ନୁହେଁ କି ହଁ ସଂଜ୍ଞା ଅର୍ଥ ନା ହିଁ ଝିଅ ଆଜ୍ଞା ତ ସେଥିପାଇଁ ଯୋଉ ଅନ୍ତିମ ବର୍ଣ୍ଣର ନାଁ ହେଲା ପିଲେ ଇତି ଅନ୍ତିମ ବର୍ଣ୍ଣର ନାଁ ସବୁ ହେଲା କଣ ଇତି ହେଲା ବୁଝିହେଲା ପିଲେ ତାହେଲେ ଏହି ସୂତ୍ର ମାନଙ୍କର ଅନ୍ତିମ ବର୍ଣ୍ଣ ଗୁଡିକ ପିଲେ ଇତି ସଂଜ୍ଞକ ଅଟନ୍ତି ତାପରେ କଣ କହୁଛି ତାପରେ ସେଥିରୁ ପିଲେ ଦେଖ ଇଏ ତ ପିଲେ ହେଇଗଲା ଆମେ ଅନ୍ତିମ ବର୍ଣ୍ଣ ସବୁ ଇତି ସଂଖ୍ୟକ ହେଇଗଲା ଏଥିରେ କିଛି ଅସୁବିଧା ନାହିଁ ସେ କହିବା କଥା ଅ ଇ ଉ ରୁ ଦୃ ଏବେ ପିଲେ ଅନ୍ତିମ ବର୍ଣ୍ଣକୁ ଛାଡି ଦିଅ ହେଲା ଏ ଓ ଐ ଔ ଏ ପର୍ଯ୍ୟନ୍ତ ଠିକ ଅଛି ଆମକୁ ପିଲେ ବୁଝା ପଡିଗଲା କିନ୍ତୁ ଏଠି ଯୋଉ ଲେଖା ହେଲା ପିଲେ ହ ୟ ବ ର ଲ ତ ଏମାନେ ତ ସମସ୍ତେ ଗୋଟିଏ ଗୋଟିଏ ବ୍ୟଞ୍ଜନ ବର୍ଣ୍ଣ ହେଲେ ବ୍ୟଞ୍ଜନ ବର୍ଣ୍ଣ ମାନେ ତ ସବୁବେଳେ ପିଲେ ହଳନ୍ତରେ ହିଁ ଥାନ୍ତି ପିଲେ ବ୍ୟଞ୍ଜନ ବର୍ଣ୍ଣ ମାନେ କଣ ହେଇଥାନ୍ତି କେତେ ମାତ୍ରା ହେଇଥାନ୍ତି ବ୍ୟଞ୍ଜନ ବର୍ଣ୍ଣ ଦୁଇ ମାତ୍ରା କିଏ କହିଲେଣି ଅର୍ଧ ମାତ୍ର ନା ପିଲା ଏକ ମାତ୍ର ଭବେତ ହର୍ଷ ଦୁଇ ମାତ୍ର ଦୀର୍ଘ ଉଚ୍ୟତେ Uchyate. ତ୍ରିମାତ୍ରସ୍ତୁ ପ୍ଲୁतो ଜ୍ଞେୟ
व्यंजनम चार्धमात्रकम। तो व्यंजन वर्ण पिले अर्धमात्रक होता अर्धमात्रक माने आम लिखुचे पिले क पिले एमतीका किंतु एक्चुअली क पिले नुह यहाँ प्रकृत व्यंजन प्लस अवसारी तो कर हलांत है पिले प्रकृत वर्ण से जो ह य ब र एगुड़ाक सब पूरा पूरा कहीं लिखाई अटा आसला कुआडू तो सी कहते एक्चुअली अ नाही अटा जोड़ी दि जाइए कहीं जोड़ी दि जाइए ना हकारादिषु अकार उच्चारणार्थ जदि आम अकार न जोड़ा ताले टिके उच्चारण कला बेले हमको असुविधा हम बोले देखुना जदि पे आम क ख ग घ कहे कि सुंदर भाव में उच्चारण हो जाऊँगी जदि पे आम से अटा को न जोड़ा ताले पे उच्चारण कला बेले असुविधा हम नहीं तो केवल से पिले व्यंजन वर्ण मानक सहित अ को पे जोड़िकी रखा जाए ना स्वरूप पिले एक्चुअली अ ना से प्रकृति हलांत ही अटंती केवल अ पे जोड़ा जाए कौन उच्चारण तो से मन रखियो पिले कि जो हकारादिषु अकार कौन होता है तुम मैंने कौन कह केवल उच्चारण पिले ताहले हकार आदि मानकरे रहिथिबा अकार उच्चारण पाई अटे नहले आउ किछि कारण पाई नुह एति पर्यंत हे गला पिले ताले हम माने जाइले कि जो 14 टा पिले माहेश्वर सूत्र अछि सेमानकर प्रतिटी अंतिम वर्ण गुडा कहला पिले कोन इति संज्ञक तापरे ए जो ह य ब र ल न्य म वण न ए सब भितर जो अकार टे लुचिकिरी अछि से अकारटा अछि केवल पिले कोथि पई उच्चारण पाई तो ठीक से भली भाव रे पिले एठी जो लण पिले अछि लण रे पिले ल भी अछि तले ल भितर मध्य तो पिले ल हलांत प्लस अ तो मिसिकिरी अछि ना नहीं मिसिकिरी नाही पिले अच्छी से तो ल पाखरे भी तो पिले अ अछि ना ने ल हलांत अ मिसले ही तो ल हबो ना पिले तो सी किंतु कहूची माने हकार आदि मानक भितरे जो अकार अछि सेगुडा को उच्चारण पाई अछि ठीक अछि किंतु ल पाखरे जो अ अछि सेटा उच्चारण पाई नुह तले सेटा पिले कोथि पाई अछि ना सेटा मध्य पिले इति संज्ञा पाई अछि सेटा पिले कोथि पाई अछि इति संज्ञा पाई अछि अर्थात पिले 14 टा जाक सूत्रर प्रतिटी अंतिम वर्ण पिले इति संज्ञक हेतिला वर्तमान ल पाखरे जो अ अछि सी भी पिले इति संज्ञक हे गला तले जदि पिले की परीक्षा रे पचला कि चतुर्दश माहेश्वर सूत्रेषु कति इति संज्ञक वर्णा हां तले कोन लिखियो पिले चतुर्दश ना पंचदश 15 हैला पंचदश पिले केमिति हैला बुझि पाइलो 14 जाक सूत्रर लास्ट वर्ण तो हे गला 14 टा आउ पिले ल पाखरे जो अ अछि सेटा मध्ये पिले कोन हे जिवो इति संज्ञक हे जिवो तो सेति पय लिखि सर लोन टा उतरे हाँ देखो से कहबा कथा ए जो लण जो लटा अछि ना तो सही ल रे तो भी तो अ अछि ना नै ल हलान तो अ मिसले तो ल हबो तो ए जो अ रहिला ए अ टा मध्ये इति संज्ञक हबो ए ल रे थिबा अ को मध्ये आमे इति संज्ञक बोली माननबा बुझबो बस एति कथा आउ किछि नै पिले କାହିଁକି ताहले तो हमें हॉल को भी शांति धरि परिया का गो ଅକୁ କହିବା लास्ट जो हॉल टा अछि हॉल रे का इति संज्ञा माननबो ଅକୁ କାହିଁକି सरे माने बुझी हेलेने आउ थरे कोन अरे देखो पिले ए जो 14 जाक सूत्र रे पिले लास्ट वर्ण गुडा को इति संज्ञक एति की पिले समस्त क्लियर किछ असुविधा अछि की अयुणुरु हल पर्यंत समस्त अंतिम सूत्रटा को इति बोली मना गेला अंतिम वर्ण गुडी को हां आज्ञा अंतिम वर्ण गुडी को इति संज्ञा रे हमें मानि लेले आउ जो कहउचंदी लोन टा जदी लोन टा होची तले एगुडा देखो हाँ तो ठीक कथा कहल पिले एक्चुअली पिले हमर गोटे प्रयोजन पिले अछि लर पिले और अ को इति संज्ञा करबा पछरे गोटे हमर पिले हम गोटे प्रयोजन पिले अछि काहे ना हमकु पिले माने आगो को गोटे प्रत्याहार दरकार पडियो पिले र प्रत्याहार बोली प्रत्याहार रे पिले ना कोन कहिला र प्रत्याहार र प्रत्याहार पिले हमकु फ्यूचर रे दरकार पडियो बुझौची
तो सेई र प्रत्याहार करबा पई हेले हमके जो ल पाखरे जो अ अछि ना ताकू पिला हमको इति संज्ञक बोली मानि नबाकू पड़ियो यदि न मानिबा तले र प्रत्याहार पिले हे परिबोनी सेति पई केवल पिले र प्रत्याहार टे करबा पई ही आमे ल पाखरे थिबा अ को मध्य इति संज्ञक बोली मानि नेछे बुझला एबे बुझाबो कि पिले ना नाही ସାର୍ ର ପ୍ରତ୍ୟାହାର କେମିତି ହବ ଏଠି ଆଜ୍ଞା ସାର୍। ସେଇଟା ଟିକେ କହିବେ ର ପ୍ରତ୍ୟାହାର र प्रत्याहार जे एठी र रहिला हय बरटर जे र रहिला तापरे ल ଆଜ୍ଞା र जे अ रहिला तो र ଆଉ अ मिसले र हे जिवनी ଆଜ୍ଞା अरे ଆଜ୍ଞା जे र हळंत प्लस अ मिसिबो कोन हे जिवो र हबो कि नाही र हबो ଆଜ୍ଞା तो सेटा जे र ଆଜ୍ଞା प्रत्याहार जो र प्रत्याहार भितरे पिले को वर्ण जिवो र जिवो ର ଆଉ ଲ ଆଉ अ ସରି ର ଆଉ जिवनी ଲ र ଆଉ ल जिवो ନା ସାର୍ ଲ ଆଜ୍ଞା ହେଲା बुझिला एथर बुझियो पिले मु पिले तमनु वर्तमान प्रत्याहार तो हम आगु को देखिबा खाली तमन तो आगु जानि चपिले मु तम खाली गोटे थर पचरे पई चाहे पिले मु तमनु कहि पिले इयण प्रत्याहार हैला इयण प्रत्याहार भितरे को वर्ण जीव तले तम माने कोन कहिबो पिले य ब र ल य ୟ ବ ର ଲ ब र ल पिले य ब र ल एटा ठीक ना पिले य हलांत ब हलांत र हलांत ल हलांत ठीक कोटा ठीक पिले फलनटा ठीक र ल तो एटा मध्य मन रे कारण मु एठी पिले तमनु बारंबार कहला एक्चुअली एमाने पिले हलांतर ही अटंती केवल अंक पाखरे जो अ दिया जाईची केवल कोथि पय दिया आइची पिले ଉଚ୍ଚାରଣ ପାଇଁ उच्चारण नहले पिले ये समस्तଙ୍କର स्वरूप पिले हलांतर ही अटंती एमाने समस्त पिले हलंत ही केवल अटा अंक पाखरे जोड़ा जाईची केवल पिले उच्चारण पाए नला आउ किछि पाए नुवा एबे बुझियबो ना बुझियबनी ଆଜ୍ଞା ସାର୍ हैला किंतु ल पाखरे जो अ अछि सेटा उच्चारण पाए नुवा सेटा पिले कोथि पाए इति संज्ञा प्रत्याहार इति संज्ञा ପାଇଁ केवल ल पाखरे थिबा अ को छाडी देला परे आ बाकी जेते सब वर्णमान पाखरे अ अछि से सब पिले उच्चारण पाए किंतु ल पाखरे जो अ टा अछि सेटा पर्टिकुलर केवल पिले इति संज्ञा पाए बुझाइ जो पिले थरा ताले एभली भाबरे 14 टा जाक माहेश्वर सूत्र रे टोटल पिले 15 टी इति संज्ञक वर्ण टोटल पिले केतोटी इति ସାର୍ संज्ञा ସାର୍ ଆପଣ ଯେମିତି କହିଲେ ଯେ ର ରେ ଟ ଆଉ ଲ ଯିବ ର ପ୍ରତ୍ୟାହାରରେ ସେମିତି କହିବା କଥା ଯଦି ସେମିତି ଗୋଟେ ପ୍ରତ୍ୟାହାର ହେଇପାରିବ କି ଯେମିତି ଯୋଉ ଅଛି ରେ ସ ପ୍ରତ୍ୟାହାର ହବ ମନେକର ହ ର ଅ ନେଇକି ଆଉ ସ ନେଇକି ଯଦି ପ୍ରତ୍ୟାହାର କରିବା ତା ଭିତରେ ତ ଖାଲି ସେମିତି ହ ହେଇପାରିବ କି ସ ହ ଆଉ ହେଇପାରିବ ଝିଅ କାହାର ବି ଯିବନି କେବଳ ଲ ର ଅ ଟା ହିଁ ଝିଅ ହବ ଆଉ କାହାର ଅ କିଛି ନବନି ବୁଝଲା ଆଜ୍ଞା ଆଜ୍ଞା କେବଳ ଲ ପାଖରେ ହିଁ ଅ ଅଛି ବୋଲି ଭାବିକିରି ଚାଲ ପିଲା ଆଉ ବାକି କାହା ପାଖରେ ଅ ନାହିଁ ବୋଲି ଭାବିକିରି ଚାଲ ହେଲା ଆଜ୍ଞା ବୁଝିହେଲା ପିଲେ ଏତିକି କଥା चलो एगुड़ा पिले विशेष जिनस एगुड़ा किसी पिले आवश्यक ना है जमी पिले संज्ञा संगी संज्ञक है ना या तुम मैंने डाउट रे पड़ोनी संज्ञा जोटा होता है ना से सब पिले ना को ही बुझे थाए है संज्ञा पिले सब पिले ना को ही बुझे थाए आउ से संज्ञा पिले जो व्यक्ति विशेष को बुझाऊँगी ताकू कह जाए पिले कौन संगी बा ताकू पिले संज्ञक बोली भी कहुए पिले जमती पिले कृष्ण ये है पिले एक्चुअली कौन संज्ञा किंतु एई जिनछटा पिले बुझौचे जे हातरे एमती बंची धरि थिबे जार पिले मस्तक रे मयूर पुच्छ थिबो त तांकु जो बुझौचे सी हेले पिले कोन संगी बा संज्ञक हां स संगी बा संज्ञक बुझला पिले त संज्ञा संगी संज्ञक यांको भितरे पिले किछ डाउट रखिबोनी हैला त जेमती आज्ञा सर पिले आमानकर पिले इति संज्ञा हैला इति हैला पिले संज्ञा रे ना ताले पिले संज्ञा और संज्ञक पिले को माने अण अरे अण नाही अण र कोन इत संज्ञा होची पिले अण र इत संज्ञा पिले होची क र पिले इत संज्ञा होची उ र पिले इत संज्ञा होची ना नाही च र पिले इत संज्ञा होची ए मानकर त पिले इत संज्ञा होची ना ना नाही तो ए माने हेले आज्ञा पिले संगी बा संज्ञक हैला त संज्ञा संगी संज्ञक बुझे जो पिले एती कथा ଶେଷ ବର୍ଣ୍ଣ
हाँ शेष वर्ण गुड़ाक जार जे इत संज्ञा है जेन लिखि देछि मध्ये पिले मोटी देख तो एठारे संज्ञा हला पिले इति संज्ञार ना हला पिले इति काइना इत रही तांकर ना आ संज्ञक बा संगी को माने नण क उ च ट ण म न्य स स ब हला य र ल आ लण सूत्र रे थिबा कोन पिले अकार अरे एतिकी एतिकी एई मानकर हि तो प्लीज संज्ञा हिचे तेमाने समस्त पिले संगी बा संज्ञक हिजिबे हला पिले तापर पिले महाभाष्यकार पतंजलि कुहन्ति पिले न पुनः अंतरेण अचम व्यंजनस्य उच्चारणमपि भवति तो सेति पई पिले काहे कि ना बिना स्वर वर्ण रे व्यंजन र पिले उच्चारण हेई परिबा नाही हला होई पारे नाही एटा पिले एमते हेई छला अरे पिले स्वर वर्ण बिना कहा पिले उच्चारण हेई परिबनी व्यंजन वर्ण ବ୍ୟଞ୍ଜନ ବର୍ଣ୍ଣ ଉଚ୍ଚାରଣ सेति पई ସାର୍ ଏଇ ଯୋଉ ଲନ୍ ଟା କହିଲେ ତାହେଲେ କହିଲେ ତ 14ଟା ମାହେଶ୍ଵର ସୂତ୍ରରେ 15ଟି ଇତି ସଂଜ୍ଞା ଅଛି କିନ୍ତୁ ସାର୍ ଲନ୍ ରେ ମାନେ 14ଟା ଭିତରେ ବି ତ ଲନ୍ ଯାଉଛି ନା କିନ୍ତୁ ସେଟା ଗୋଟେ ଏକ୍ସଟ୍ରା ଆଡିସନ ହେଲା ନା କଣ ଟିକେ ଅଣଟାରେ ବି ହଉନି ନା ଟିକେ ଡାଉଟ ଲାଗିଲା कोडा जे बुझिलेन कहना 14टा ମାନେ जाक ବୁଝିପାଇନି ଯୋଉ ଆଜ୍ଞା କୁହନ୍ତୁ ସାର୍ 14टा जाक सूत्र रे 14टा लास्ट वर्ण अछि ना ଆଜ୍ଞା हां त କିନ୍ତୁ 14 ସାର୍ लास्ट 14ଟା ତ ହେଇଗଲା ତା ଭିତରେ ବି ଟା ଲନ୍ ଟା ବି 14 ରେ ବି ଅଛି ନା ତାର ठीक ନ ରେ ବି ହଉଛି ଲ ରେ ବି ହଉଛି अणर भी होची लर और भी होची तो सेति पे ଆଜ୍ଞା ଏଇଟା ଟିକେ ସାର୍ ଜାଣିବି लण सूत्र रे दी जनकर होची इत संज्ञा का ଆଜ୍ଞା ଆଜ୍ଞା ବୁଝିଗଲି କ୍ଲିୟର ପୁରା सेति पे बाकी जो झियो रहला 13टा आसी हेगला 13 यार हेगला झियो 2 तो 13 2 15 हेगला ना नहीं 15 ହେଇଗଲା ଆଜ୍ଞା ଥ୍ୟାଙ୍କ ୟୁ ସାର୍ ଆଜ୍ଞା ठीक अछि प्ले ସାର୍ ଟିକେ ଆଉଥରେ कोडा झियो को ए जो से कहबा ଏଇନେ कथा ଯୋଉ କହିଲେ ए जो 14टा जाक ଫୋନ୍ सूत्र रे जो 15टा इत संज्ञा को झियो होची आमे जो 13टा सूत्र रो मनकर भाबी नियंतिका कि लण को बर्तन छाडी देथा आ 13टा सूत्र तो 13टा सूत्र रो लास्ट अंतिम वर्ण प्ले 13टा हबो ना नहीं किंतु लण सूत्र रे प्ले दी जनकर इत संज्ञा होची लण रे थिबा अणर भी इत संज्ञा होची ल पाखरे थिबा और भी इत संज्ञा होची तो सेति पे ଅର ହବ ଅଣର भी ହବ अणर भी हबो सेति पे जे केते हेगला 15 हेगला नि 13 2 15ଟା 15 ଆଜ୍ଞା ଆଜ୍ଞା ସାର୍ ଆଜ୍ଞା चल हैला तापर वर्तमान से कहूची पिले कि हलंत्यम हैला प्रथम सूत्र पिले कोन देछि हलंत्यम हलंत्यम रे कहूची पिले कि उपदेशे अंत्यम हल इति स्याते कहूची पिले उपदेश रे रहिथिबा अंतिम व्यंजन वर्णर इति संज्ञा हेथाय ता माने पिले पूरा डिटेल्स को जीवानी पिले ठीक अछि उपदेश कोन ये कोन एगुडा को छाडी दो पिले स्किप करबा खाली एतिकी तुम माने बुझी थाओ कि जदि पिले अंतिम व्यंजन वर्णर इति संज्ञा होउची तेबे इत संज्ञा पिले कल्ला वाला सूत्र किए से हलंत्यम हैला तो हलंत्यम सूत्र रे ही पिले अंतिम व्यंजन वर्ण मानकर इति संज्ञा हेथाय बुझिला पिले तो सेति पय हम मानकर जो पिले 14टा पिले माहेश्वर सूत्र अछि 14टा माहेश्वर सूत्रर अंतिम व्यंजन वर्ण मानकर ही पिले इति संज्ञा हेछि जदि के पचाला पिले कि 14टा माहेश्वर सूत्रर अंतिम व्यंजन वर्ण मानकर इति संज्ञा को सूत्र रे हेछि ताल त माने को सूत्र कहयो पिले हलंत्यम हलंत्यम हैला ताल त माने कहयो पिले हलंत्यम किंतु पिले हलंत्यम सूत्र रे ल पाखरे थिबा और पिले इत संज्ञा हे परिबनी अरे पिले हलंत्यम सूत्र रे ल पाखरे थिबा और पिले इत संज्ञा हे परिबो कि ना हे परिबनी काहे कि ना पिले हलंत्यम कहूची ना केवल पिले अंतिम व्यंजन वर्ण अंतिम କିନ୍ତୁ ଏଟା ଆଦିରେ ଅଛି आज्ञा हैला तापर ये भी व्यंजन वर्ण नुह ना पिले ये तो स्वर वर्ण रे इत संज्ञा होची ल रे थिबा अ टा पिले स्वर वर्ण बुझला ताले जदि मु तुम मानु पचारे ल रे थिबा और जो इत संज्ञा होची को सूत्र रे होची ताले तुम माने कोन कहयो पिले ଉପଦେଶ ଅଜନସି तो गोटे सूत्र अछि पिले उपदेशे अजनुनासिक इति जस्ट हलंत्यम सूत्रर परवर्ती सूत्रटा किंतु एथरे पिले देइनी एटा पिले लघु सिद्धांत कौमुदी बहिरे पिले ଟିକେ ଆଉଥରେ କଣ କିଛି ବୁଝି ହେଲାନି ହଲନ୍ତିୟମ ଟା देखो कोन जे केति बुझिला ताको हलंत्यम रे ସାର୍ ଏତିକି ବୁଝି ମାନେ ଜାଣିଛି ଯେ ମାହେଶ୍ଵର ସୂତ୍ରରେ ଯୋଉ ଅନ୍ତିମ ବର୍ଣ୍ଣ ଗୁଡିକ ଇତ୍ ବର୍ଣ୍ଣ ଗୁଡିକ କୁହାଗଲା ତାପରେ ସେ ଇତ୍ ବର୍ଣ୍ଣ ଗୁଡିକୁ ହଲନ୍त्यମ କୁହାଗଲା ତ ଇତ୍ ବର୍ଣ୍ଣର ଯୋଉ ଉପଦେଶ ଅଜନୁନାସିକ ଇତ୍ ସେଇଗୁଡାକ ଟିକେ ବୁଝାନ୍ତୁ देखो जो हलंत्यम सूत्र कहूची कि जदि अंतिम व्यंजन वर्ण अछि माने लास्ट रे व्यंजन वर्ण अछि तबे ताकू जो इति करिया पय सूत्र हला हलंत्यम जेमति हम मानकर अयुण थिला
ଏଠି ଅୟୁଣ୍ଡ ଲାଷ୍ଟ ଗୁଣ ଅଛି ନା ବ୍ୟଞ୍ଜନ ବର୍ଣ୍ଣ ନା ନାଇଁ? ଆଜ୍ଞା ତ ଏଇଟା ଯୋଉ ୟାର ଯୋଉ ଇତି ସଂଜ୍ଞା ବୋଲି ଦିଆଗଲା ତ କୋଉ ସୂତ୍ରରେ ଦିଆଗଲା? ଏଇ ହଲନ୍ତିୟମ ସୂତ୍ରରେ ଦିଆଗଲା। ଠିକ ଅଛି, ସେମିତି ଝିଅ ତାପରେ ଯୋଉ ରୁଲ ରୂପ ଆସିଲା ତ ଏଠି ଯୋଉ କର ଝିଅ ଇତି ସଂଜ୍ଞା ହେଲା କୋଉ ସୂତ୍ରରେ ହେଲା? ହଲନ୍ତିୟମ ହଲନ୍ତିୟମରେ। ସୂତ୍ର। ବାସ୍ ଏତିକି କଥା, ଆଉ କିଛି ନାହିଁ। ଅନ୍ତିମ ବ୍ୟଞ୍ଜନ ଆଜ୍ଞା ବର୍ଣ୍ଣ ମାନଙ୍କର ପିଲେ ଇତି ସଂଜ୍ଞା କଲା ଭଲ ସୂତ୍ର ହେଲା ପିଲେ ହଲନ୍ତିୟମ ହେଲା। ଆଜ୍ଞା ସାର୍, ଯୋଉ ଏବେ ଯୋଉ କୁହାଗଲା ଉପଦେଶ ଅଜନନାସିକ ଇତ୍, ସେଇଟା ଟିକେ ନାକୁ କହିବେ। ହଁ ତ ଇଏ ତ ହେଇଗଲା ଝିଅ। ତ ଯେତେବେଳେ ପିଲା ଆମେ ଲଣ ସୂତ୍ରରେ ଅଣଅରଥ ପିଲେ ଇତ୍ ସଂଜ୍ଞା ହେଇଯିବ କୋଉ ସୂତ୍ରରେ? ହଲନ୍ତିୟମରେ। ଆରେ ପିଲେ ଅଣଅର ଇତ୍ ସଂଜ୍ଞା ପିଲେ କୋଉଥିରେ ହବ? ହଲନ୍ତିୟମ ହଲନ୍ତିୟମରେ ସୂତ୍ରରେ ହିଁ ଉପଦେଶ ହବ। କାହିଁକି ନା ଣ ପିଲେ ଅନ୍ତିମ ବ୍ୟଞ୍ଜନ ବର୍ଣ୍ଣ, କିନ୍ତୁ ଆମେ ପିଲେ ଲ ପାଖରେ ଥିବା ଅର ବି ତ ଇତ୍ ସଂଜ୍ଞା କରୁଛେ, କିନ୍ତୁ କିନ୍ତୁ ଏଇ ଯୋଉ ଅର ପିଲେ ଇତ୍ ସଂଜ୍ଞା ହବ, ଏଇଟା ପିଲେ ହଲନ୍ତିୟମରେ ହବନି। କାହିଁକି ନା ହଲନ୍ତିୟମରେ ପିଲେ କେବଳ ବ୍ୟଞ୍ଜନ ବର୍ଣ୍ଣର ଇତ୍ ସଂଜ୍ଞା ହେଇଥାଏ। ଅନ୍ତିମ ବ୍ୟଞ୍ଜନ ବର୍ଣ୍ଣର ଇତ୍ ସଂଜ୍ଞା ହେଇଥାଏ, ସ୍ୱର ବର୍ଣ୍ଣର ହେଇନଥାଏ। ତ ସ୍ୱର ବର୍ଣ୍ଣର ଇତ୍ ସଂଜ୍ଞା କରିବା ପାଇଁ ସୂତ୍ର ହେଲା ପିଲେ କଣ? ଉପଦେଶେ ଉପଦେଶ ଅଜନନାସିକ ଇତ୍। ନାସିକ ଇତ୍ ହେଲା, ଅଜନୁ ନାସିକ ଇତ୍। ହେଲା ପିଲେ। ତ ଏଇ ସୂତ୍ରରେ ପିଲେ ସ୍ୱର ବର୍ଣ୍ଣ ମାନଙ୍କର ଇତ୍ ସଂଜ୍ଞା ହେଇଥାଏ। ବୁଝିହବ? ତାହେଲେ ବ୍ୟଞ୍ଜନ ବର୍ଣ୍ଣ ମାନଙ୍କର ଇତ୍ ସଂଜ୍ଞା ପିଲେ ହଲନ୍ତିୟମରେ ହେଇଥାଏ, ଆଉ ସ୍ୱର ବର୍ଣ୍ଣ ମାନଙ୍କର ପିଲେ ଇତ୍ ସଂଜ୍ଞା ଉପଦେଶ ଅଜନୁନାସିକ ଇତ୍ ରେ ହେଇଥାଏ। ମନେ ରଖିଥିବ ପିଲେ। ଏତିକି ହେଇଯିବ ତ ପିଲେ କ୍ଲିୟରଲି? କିଛି ଅସୁବିଧା ଅଛି? ନା ସାର୍। ଚାଲ ପିଲେ ଆଗକୁ ଯିବା। ତ ଇତ୍ ସଂଜ୍ଞା ହେଲେ ହବ କଣ? ଇତ୍ ସଂଜ୍ଞାର ପିଲେ ଫଳ କଣ? ତ ବର୍ତ୍ତମାନ ସାର୍, ସେଇ ତାହେଲେ ହଲନ୍ତିୟମ ଟା ହେଉଛି ବ୍ୟଞ୍ଜନ ବର୍ଣ୍ଣ ପାଇଁ, ଆଉ ସ୍ୱର ବର୍ଣ୍ଣ ଥିଲେ ଉପଦେଶ ଉପଦେଶ ଅଜନନାସିକ ଇତ୍। ନାସିକ ହଁ, ସ୍ୱର ବର୍ଣ୍ଣ ପାଇଁ ଝିଅ ଉପଦେଶ ଅଜନୁନାସିକ ଇତ୍ ହେଲା। ଆଜ୍ଞା ଚାଲ ତାହେଲେ ତାପରେ ସେ କହୁଛନ୍ତି ପିଲା କି ଇତ୍ ସଂଜ୍ଞା ହେଲେ ତ ଇତ୍ ସଂଜ୍ଞାର ପିଲେ କାମ କଣ? ତ ଇତ୍ ସଂଜ୍ଞାର କାମ ହେଲା ପିଲେ ୟା କି ତସ୍ୟ ଲୋପଃ। ପିଲେ ଇତ୍ ସଂଜ୍ଞାର କାମ ହେଲା ପିଲେ କଣ? ନା ତସ୍ୟ ଲୋପଃ। ତସ୍ୟ ଇତଃ ଲୋପଃ ସ୍ୟାତ୍। ଯାହାର ଯାହାର ପିଲେ ଇତ୍ ସଂଜ୍ଞା ହେବ, ତାର ତାର ପିଲେ ଲୋପ ହବ। ହେଲା ପିଲେ, ଯାହାର ଯାହାର ଇତ୍ ସଂଜ୍ଞା ହବ, ତାର ତାର ପିଲେ କଣ ହବ? ଲୋପ ହବ। ଆରେ ବୁଝି ହଉଛି ତ ନାଇଁ ପିଲେ? ଇତ୍ ସଂଜ୍ଞାର ପିଲେ କଣ ଫଳ? ଲୋପ ଲୋପ ହବ। ହେଲା, ତ ଲୋପ ପିଲା ହବ। ତ ହଠାତ୍ ପୁଣି ପିଲା ମନରେ ପ୍ରଶ୍ନ ଆସିବ କି ଲୋପ ପୁଣି କଣ? ତ ସେଥିପାଇଁ କହିଲେ ପିଲା ଅଦର୍ଶନମ୍ ଲୋପଃ। ପିଲେ ଲୋପ କାହାକୁ କୁହାଯାଏ? ଅଦର୍ଶନମ୍ ଲୋପଃ। ହେଲା, ଅର୍ଥାତ ସେଇ ଜିନିଷଟା ସେ ଜାଗାରେ ପିଲେ ଉଚ୍ଚାରଣ ହବ ନାହିଁ। ଏଠି ଅଦର୍ଶନମ ର ମାନେ ପିଲେ କଣ? ଦେଖାଯିବ ନାହିଁ। ଦେଖାଯିବନି ବା ତାକୁ ଉଚ୍ଚାରଣ କରାଯିବନି। ତ ଏଠି ଅଦର୍ଶନ ର ମାନେ ଦେଖିଯିବ ପିଲେ ଦେଖାଯିବ ନାହିଁ ନାଇଁ ପିଲେ। ଏଠି ଶୁଣା ଅଦର୍ଶନ ଯିବନି ମାନେ ହେଲା ପିଲେ ଶୁଣା ଯିବ ନାହିଁ ଉଚ୍ଚାରଣ କରାଯିବ ନାହିଁ। ବା ତାର ପିଲେ ଉଚ୍ଚାରଣ କରାଯିବ ନାହିଁ। ଇଏ ହେଲା ପିଲେ ଅଦର୍ଶନମ ଆଜ୍ଞା ର ମାନେ। ତାହେଲେ ପିଲେ ଏତିକି ବୁଝି ହେଲା କି ଯାହାର ଯାହାର ପିଲେ ଇତି ସଂଜ୍ଞା ହବ, ତାର ତାର ପିଲେ ଲୋପ ହବ। ତାହେଲେ ପିଲେ ଆମମାନେ ଅଇ ଉଣୁ ସୂତ୍ରରେ ପିଲେ କାହାର ପିଲେ ଇତି ସଂଜ୍ଞା କରିଥିଲେ? ଅଣ ଅଣର ଅଣର ଣ ର ପିଲେ ଇତି ସଂଜ୍ଞା କରିଥିଲେ। ତାହେଲେ କଣ ଣ ର ପିଲେ ଲୋପ ହେଇଯିବ? ହବା କଥା। ଆରେ ପିଲେ ତ ଇତି ସେଇଟା ସଂଜ୍ଞା ଉଚ୍ଚାରଣ ହବ ନାହିଁ। ହେଲା, ତ ଯାହାର ଯାହାର ପିଲେ ଇତି ସଂଜ୍ଞା ହବ, ତାର ତାର ପିଲେ ଲୋପ ହେଇଯିବା କଥା। ଏଠି ବି ଣ ର ପିଲେ ଲୋପ ହେଇଯିବା କଥା। ଆରେ ପିଲେ ଲୋପ ହେଇଯିବା କଥା କି ନାଇଁ କୁହ? ଆଜ୍ଞା କିନ୍ତୁ କେବଳ ପିଲେ ମାହେଶ୍ଵର ସୂତ୍ରରେ ହିଁ ଯାହାର ଯାହାର ଇତି ସଂଜ୍ଞା ହେଇଥାଏ, ସେମାନଙ୍କର ପିଲେ ଲୋପ ହେଇନଥାଏ। ବାକି ସବୁ ଜାଗାରେ ପିଲେ ଇତ୍ ସଂଜ୍ଞା ମାନଙ୍କର ଲୋପ ହେଇଥାଏ। କିନ୍ତୁ ମାହେଶ୍ଵର ସୂତ୍ରରେ ପିଲେ ଇତ୍ ସଂଜ୍ଞା ମାନଙ୍କର ପିଲେ ଲୋପ ହେଇନଥାଏ। କାହିଁକି ହେଇନଥାଏ? କାହିଁକିନା ଯଦି ଲୋପ ହିଁ କରିଦବ, ତାହେଲେ ତ ସୂତ୍ର ଗୁଡାକ ହିଁ ବ୍ୟର୍ଥ ହେଇଯିବ। ଆଉ ଯଦି ଲୋପ ହିଁ କରିଦବ ପିଲେ, ତାହେଲେ ତ ସୂତ୍ରର କିଛି ଲାଭ ହିଁ ନାହିଁ। କାହିଁକିନା ଆମକୁ ତ ସେଗୁଡାକ ପିଲେ ଇତ୍ ସଂଜ୍ଞା କରାହେଇଥିଲା କେବଳ ପ୍ରତ୍ୟାହାର କରିବା ପାଇଁ। କୋଉଥିପାଇଁ ପିଲେ କରାହେଇଥିଲା? ପ୍ରତ୍ୟାହାର କରିବା ପାଇଁ। ଆଉ ତୁମେ ଯଦି ତାକୁ ହିଁ ଲୋପ କରି ନେଇ ପଳେଇବ, ତାହେଲେ ପ୍ରତ୍ୟାହାର କୁଆଡେ ଗଠନ ହେଇଯିବ ପିଲେ? ତ ସେଥିପାଇଁ କହୁଛନ୍ତି ପିଲା କି ମାହେଶ୍ଵର ସୂତ୍ରରେ ଇତି ସଂଜ୍ଞା ମାନଙ୍କର ଲୋପ ହେଇ ହବ ନାହିଁ। ବାକି ସବୁ ଜାଗାରେ ଇତ୍ ସଂଜ୍ଞା ମାନଙ୍କର ଲୋପ ହବ, କିନ୍ତୁ ମାହେଶ୍ଵର ସୂତ୍ର କ୍ଷେତ୍ରରେ ତାହା ଲୋପ ହବ ନାହିଁ। ଏତିକି ବୁଝିହେଲା କି ପିଲେ? ନା ବୁଝିହେଲାନି? ସାର୍ ମାହେଶ୍ଵର ସୂତ୍ର ଛାଡିଲେ ଆଉ କୋଉଥିରେ ଇତ୍ ସଂଜ୍ଞା ହବ, ଟିକେ ନାକୁ ଉଦାହରଣ ଦଉନାହାନ୍ତି। କୋଉ କୋଉ ଜାଗାରେ ହବ ପୁଣି? ଆହୁରି ବହୁ ଜାଗାରେ ଝିଅ ଅଛି। ଯେମିତି ଗୋଟେ ଧାତୁ ଅଛି ଝିଅ ଡୁକ୍ରୁଏ କରଣୀ।
हैला गोटे धातु अछि पिले डुक्रुए करणे तो एठी पिले नियटा हला पिले अंतिम व्यंजन वर्ण कि नाही एठी केवल क्रू धातु हबो आज्ञा क्रू धातु होउची तो पिले एठी निय लोप होउची पिले हलंत्यम रे डु पिले लोप होउची आदिरि नि टुडब सूत्र गोटे अछि पिले आदिरि नि टुडब तो से सूत्र पिले डु भी लोप होइजिवो तो खाली पिले कोन रहइबो क्रू धातु क्रू रहइबो बुझे होची तो ए जगह रे पिले निय लोप होउची बुझबो ना थर पिले आज्ञा अरे सर हला पिले के सर आउथर कोहंतु सर माने अदर्शन लोपटा केवल माहेश्वर सूत्र 14 को छाड़ देकी आउ जो प्रत्याहार आउ जो इत संज्ञक रहिला सेइठारे ही एटा केवल प्रयोग करा जिवो हाँ तब माने एक्चुअली पिले जो जो वर्ण मान इत संख्यक हेबे सेमानकर लोप पिले हे जिबा कथा सेमान लोप हेबे ही किंतु एई जिंसटा केवल माहेश्वर सूत्र को छाड़ी करी पिले काहेना माहेश्वर सूत्र रे जदी पिले हम लोप करि दबा ताहले पिले प्रत्याहार हे परिवनी तेरे गठन बुझला हेबेरिन प्रत्याहार पिले हे परिबा नाही देखो एठी मु पिले बहुत बहुत लिखि दी पिले बहुत भला भाबरे कहूची पिले इत संज्ञकर लोप होई थाए तेबे एठारे मनरे प्रश्न आसे चतुर्दश माहेश्वर सूत्रर अंतिम वर्ण माने मध्य इत संज्ञक वर्ण तेबे सेमानकर मध्य लोप करा जिवो अर्थात सेमानकर उच्चारण करा जिवो नाही जदि एपरि करा जाए तेबे प्रत्याहार रे सेमानकर उच्चारण किपरि करा जाउची किंतु प्रत्याहार कला बेले तो सेमानकर उच्चारण पिले हम करूछे ना जेमति पिले अण प्रत्याहार कहला बेले पिले आमे अण को पिले उच्चारण करूछे ना करूने आज्ञा सर करूछु कि पिले अच प्रत्याहार कला बेले आमे च को पिले उच्चारण करूछे ना नाही तो सेठी तो आमे उच्चारण करूछु सेठी तो सेमानकर लोप होउ नाही ताहले केमति एमतिया केमति हैला तो सेति पय तार उत्तर रे कहला गला अणादयः अणाद्यर्थः कहूची अणादय माने पिले जो अयुंड्रण रुल रुक्र पिले क ए ओंग्र पिले उ अयौच्र पिले च तो एमाने जो मानकर इत संज्ञा हेइची एमानकर जेहेतु केवल गोटिए ही काम अण आदि प्रत्याहार करिबा सेति पय एमानकर पिले कोन हबो नाही लोप हबो नाही देखो सेति पिले आउतरे भलो से बुझेइचंती कि अर्थात चतुर्दश सूत्र रे रहिथिबा अंतिम ण आदि इति संज्ञक वर्ण गुड़िकर लोप करा जिवो नाही तेबे एठारे मनरे पुनः प्रश्न आसे जदि सेमानकर लोप करा जिवो नाही तेबे काहे कि सेमानकर इत संज्ञा कल जे तुमको लोप हे करियार नथिला तले सेमानकर इत संज्ञा करूथलो काहे कि ना नाही तेबे यार उत्तर रे पिले कहा जाय सेमानकर इत संज्ञा करिवार प्रयोजन केवल अण आदि प्रत्याहार गठन करिवा नहले सेति की छाडी देला आ तांकर किछ आवश्यक नाही सेति पय तुमे सेमानकर लोप करिवो नाही बुझियो पिले आज्ञा सर हैला अर्थात जाहार जाहार पिले इत संज्ञा होची सेमानकर लोप हे जिवा कथा किंतु केवल एमानकु छाडी करी काहा को छाडी करी चतुर्दश माहेश्वर सूत्र को छाड़ दे चतुर्दश माहेश्वर सूत्र रे पिले प्रसंग को छाडी करी बाकी सब जगह रे पिले लोप हबो ताले वर्तमान पिले प्रत्याहार केमिते गठन हबो प्रत्याहार विधायक सूत्र हला पिले आदिरंतेन सहायता हैला आदिरंतेन सहायता पिले प्रत्याहार विधायक सूत्र बुझौची हैला प्रत्याहार विधायकम सूत्रम आदिरंतेन सहायता तो सूत्र ही तुम माने बुझी जाउथु पिले आदि ही अरे आदि ही माने पिले कोन प्रथम आरंभ तो पिले अंत्येन माने पिले अंतिम हैला तापर याकु पिले फिटे देला जो सह प्लस इता हैला सह प्लस इता ताले से कहूची आदि वर्ण अंतिम इति वर्ण सहित मिसिले पिले गोटे प्रत्याहार होई थाए हैला तो एठी आदिर माने पिले केवल जे प्रथम ता नुह पिले एठी आदिर माने पिले केवल जे प्रथम ता नुह एठी आदि कहिले पिले अंतिम वर्ण मानकु छाडी देला परे सबु जाक पिले आदि हैला जेमिति पिले मोर कहिबार माने मु जदि पिले अयुण लेखुची ना तेबे अयुण रे पिले केवल गोटे ही अंतिम कोटा पिले अंतिम हणरे हळ एटा ही केवल अंतिम आ बाकी जतक रहिला सबु जाक को पिला हम आदि बोली ग्रहण करि परिबा हैला अबि आदि इबि आदि उबि आदि ए सबु किछि पिला आदि बुझला एटी आदि रो माने न जे केवल पिले प्रथम एटी आदि रो माने पिले कोन अंतिम वर्ण को छाडी वर्ण को छाड़ दे कि आ जो वर्ण रहले सेउडा सब आदि सबु जाक पिला आदि
ତ ସେଥିପାଇଁ ସେ ସବୁ ଆଦି ଭିତରୁ ତମେ ଯେ କୌଣସି ଆଦି ବର୍ଣ୍ଣକୁ ନବ ତା ସହିତ ପିଲେ ଅନ୍ତିମ ଇତି ସଂଜ୍ଞକ ବର୍ଣ୍ଣକୁ ନବ ତାକୁ ମିଶେଇ ଦେଲେ ସିଏ ହେଇଯିବ ପିଲେ ଗୋଟେ ପ୍ରତ୍ୟାହାର ହେଲା। ଯେମିତି ପିଲେ ଆମେ ମାନେ ଗୋଟେ ଆଦି ବର୍ଣ୍ଣ ନବା ପିଲେ ଅ ହେଲେ ଅ ପିଲେ ଗୋଟେ ଆଦି ବର୍ଣ୍ଣ ନେଲେ ଆଉ ପିଲେ ଅନ୍ତିମ ଇତି ସଂଜ୍ଞକ ବର୍ଣ୍ଣ ନେଲେ ପିଲେ ଣ ତେବେ ଇଏ ହେଇଗଲା ପିଲେ ଅଣ ପ୍ରତ୍ୟାହାର। ଇଏ ପିଲେ କଣ ହେଇଗଲା ଅଣ ପ୍ରତ୍ୟାହାର। ଠିକ କଣ ଅଛି ପ୍ରତ୍ୟାହାର? ତ ଏଇ ପ୍ରତ୍ୟାହାର ଭିତରେ ପିଲେ କଣ କଣ ଯିବ ନା କହୁଛି ପିଲେ ଅ ବି ଯିବ ତାପରେ ମଝିରେ ଯାହା ଯାହା ରହିଲେ ସେମାନେ ମଧ୍ୟ ଯିବେ। ମାନେ ସେ କହିବା କଥା ପିଲେ ଅଣ ପ୍ରତ୍ୟାହାର ଭିତରେ ପିଲେ ଅ ଆଉ ପିଲେ ଣ ସେମାନଙ୍କ ଭିତରେ ଯୋଉ ମାନେ ଯାଉଛନ୍ତି ସମସ୍ତେ ପିଲେ ଯିବେ ହେଲା। ଆରେ ପିଲେ ଇ ବି ଅଛି ଉ ବି ଅଛି ତା ସହିତ ପିଲେ ଆଉ ମଧ୍ୟ କିଏ ଯିବ ଅ ବି ଯିବ ଅ ବି ଯିବ ପିଲେ ହେଲା। ସେ କହିଲା ପୁରା ଅ ଆଉ ଣ ଭିତରେ ମଝି ବର୍ଣ୍ଣ ମାନେ ଯିବେ ତା ସହିତ ସେ ନିଜେ ବି ଯିବ ତା ସହିତ ପିଲେ ଆଉ କିଏ ଯିବ ଅ ନିଜେ ମଧ୍ୟ ଆଦି ବର୍ଣ୍ଣ ମଧ୍ୟ ଯିବ। ବୁଝିହେଲା କି ପିଲେ ପ୍ରତ୍ୟାହାର କେମିତି କରାହଉଛି? ଆଜ୍ଞା ସାର୍। ଦେଖ ତ ବର୍ତ୍ତମାନ ଦେଖ ସେଇଠି ପିଲେ ବୁଝେଇଲେ କଣ ନା ଅନ୍ତିମ ଇତି ସଂଜ୍ଞକ ବର୍ଣ୍ଣ ସହିତ ଯୁକ୍ତ ଆଦି ବର୍ଣ୍ଣ ମଧ୍ୟବର୍ତ୍ତୀ ବର୍ଣ୍ଣ ମାନଙ୍କର ତଥା ନିଜର ସଂଜ୍ଞା ହୋଇଥାଏ। ଯେମିତିକି ଉଦାହରଣ ପିଲେ ଅଣ କହିଲେ ସେ ପିଲେ ଅ ଇ ଏବଂ ଉ ବର୍ଣ୍ଣ ମାନଙ୍କର ସଂଜ୍ଞା ହେଇଥାଏ ହେଲା। ତାହେଲେ ଏଠି ଅଣ ହେଲା ପିଲେ ସଂଜ୍ଞା ଏଠି ସଂଜ୍ଞାର ନାଁ ହେଲା ପିଲେ କଣ ଅଣ ଆଉ ଅଣ ଭିତରେ ଯୋଉମାନେ ଗଲେ ଅ ଇ ଉ ଏମାନେ ହେଲେ ପିଲେ ସଙ୍ଗୀ ବା କଣ ପିଲେ ସଂଜ୍ଞକ। ସଂଜ୍ଞକ ହେଲା। ତାହେଲେ ପିଲେ ଏଥର କହୁନ ଅଣ ପ୍ରତ୍ୟାହାର ଭିତରେ ଅ ଓ ଇ ଆଉ ଉ ଯାଉଛି ତ ଣ ଭିତରେ ତାଙ୍କ ଭିତରେ ରହୁଛି ନା? ହଁ ଣ ବି ତାଙ୍କ ଭିତରେ ଅଛି କିନ୍ତୁ ଣ ଝିଅ ଯିବ ମାନେ ଣ କୁ ସେଥିରେ ଲେଖାଯିବନି। ଠିକ ଅଛି ଣ ଯେହେତୁ ଇତି ସଂଜ୍ଞକ ବର୍ଣ୍ଣ ସେଥିପାଇଁ ତାକୁ ତା ଭିତରେ ଇନକ୍ଲୁଡ କରାଯିବ ନାହିଁ ହେଲା। ଆଜ୍ଞା ଆଜ୍ଞା ଆଜ୍ଞା। ଦେଖ ଏଇଠି ବର୍ତ୍ତମାନ ପିଲା ଆହୁରି ବହୁତ ଭଲ ଭାବରେ ପିଲା ବୁଝିଯିବ ତମ ମାନେ ଚତୁର୍ଦ୍ଦାଶ ମାହେଶ୍ଵର ସୂତ୍ରରେ ରହିଥିବା 15ଟି ଇତି ସଂଜ୍ଞକ ବର୍ଣ୍ଣ ଏଠାରେ ଅନ୍ତିମ ଇତି ବର୍ଣ୍ଣ ଶବ୍ଦରେ ଗ୍ରହଣ କରାଯିବ। ତାହେଲେ ପିଲେ ଏଠି ଯୋଉ ଅନ୍ତିମ ଇତି ସଂଜ୍ଞକ ବର୍ଣ୍ଣ କହିଲେ ପିଲେ 15ଟା ମାନେ ଟୋଟାଲ ପିଲେ 15ଟା ତଥା ଆଦି ବର୍ଣ୍ଣ କହିଲେ 15ଟି ଇତି ସଂଜ୍ଞକ ବର୍ଣ୍ଣକୁ ଛାଡିଦେଲେ ଆଉ ଯେତେ ବର୍ଣ୍ଣ ମାନେ ରହିଲେ ସମସ୍ତଙ୍କୁ ପିଲା ଆମେ କଣ କୋଉ ବର୍ଣ୍ଣ ବୋଲି କହିପାରିବା ଆଦି ବର୍ଣ୍ଣ ବୋଲି ପିଲେ କହିପାରିବା। ଏବେ ଜଷ୍ଟ ସେଇ କଥା ମୁଁ ତମମାନଙ୍କୁ କହୁଥିଲି। ଆଉ ଏହି ଦୁଇଟି ବର୍ଣ୍ଣକୁ ଯୋଗ କରିଦେଲେ ତାହା ହେଇଯିବ ପିଲେ ଅନ୍ତ୍ୟେନ ଇତା ସହାଦିହି। ଆକ୍ଚୁଆଲି ପିଲେ ପ୍ରତ୍ୟାହାର କଥା ପିଲେ ପାଣିନି ଉଠେଇ ନାହାନ୍ତି ହେଲା। ପାଣିନିକ ମତରେ ପିଲେ ଅନ୍ତ୍ୟେନ ଇତା ସହାଦିହି ଇଏ ହେଲା ପିଲେ ସଂଜ୍ଞାର ନାଁ। କିନ୍ତୁ ଏଇ ଜିନିଷଟାକୁ ପିଲେ ଯେହେତୁ ଆମର ପ୍ରାଚୀନ ଆଚାର୍ଯ୍ୟ ମାନେ ପ୍ରତ୍ୟାହାର ବୋଲି କହିଛନ୍ତି ସେଥିପାଇଁ ଆମେ ପ୍ରତ୍ୟାହାର ବୋଲି କହୁଛେ। କିନ୍ତୁ ଆକ୍ଚୁଆଲି ପାଣିନି ପିଲେ ପ୍ରତ୍ୟାହାର ଶବ୍ଦ କୋଉଠି ମଧ୍ୟ ଉଠେଇ ନାହାନ୍ତି ସିଏ ତାଙ୍କ ମତରେ ପିଲେ କଣ ଅନ୍ତ୍ୟେନ ଇତା ସହାଦିହି ହେଲା। ଆଉ ଏଇ ଯୋଉ ପିଲା ଅନ୍ତ୍ୟେନ ଇତା ସହାଦିହି ତ ଏଇ ଯୋଉ ସଂଜ୍ଞା ପିଲା ହବ ସେ କାହା କାହାକୁ ବୁଝେଇବ ନା ସେହି ବର୍ଣ୍ଣ ଦ୍ୱୟର ମଧ୍ୟବର୍ତ୍ତୀ ବର୍ଣ୍ଣକୁ ବୁଝେଇବ ଆଉ ପିଲା ଆଦି ବର୍ଣ୍ଣକୁ ମଧ୍ୟ ବୁଝେଇବ। ଯେମିତି ଉଦାହରଣ ପିଲେ ଦେଖ ଅ ଇ ଉଣୁ ପିଲେ ସୂତ୍ର ଥିଲା ଣ ହେଲା ପିଲେ ଅନ୍ତିମ ଇତ୍ ସଂଜ୍ଞକ ବର୍ଣ୍ଣ ଅ ମନେକର ପିଲେ ଆଦି ବର୍ଣ୍ଣ ହିସାବରେ ଆମେ ନେଲେ ତେବେ ଅ ଆଉ ପିଲେ ଣ ଏମାନଙ୍କୁ ମିଶେଇ ଦେଲେ ଯୋଉ ସଂଜ୍ଞା ହେଲା ତାକୁ ପିଲେ କୁହାଯିବ କଣ ଅନ୍ତ୍ୟେନ ଇତା ସହାଦିହି ବା ଯାହାକୁ ପିଲା ଆମେ ମାନେ କଣ କହୁଛେ ପ୍ରତ୍ୟାହାର ପ୍ରତ୍ୟାହାର ହେଲା। ତ ଇଏ ପିଲେ କାହାକୁ କାହାକୁ ବୁଝେଇବ ନା ଇଏ ପିଲେ ଅ କୁ ବୁଝେଇବ ଇ କି ବୁଝେଇବ ଆଉ ପିଲେ ଉ କୁ ବୁଝେଇବ। ସେଥିପାଇଁ ଏଠି ସଂଜ୍ଞା ହେଲା ପିଲେ ଅନ୍ତ୍ୟେନ ଇତା ସହାଦିହି ବା ପିଲେ ଅଣ ଆଉ ତାର ସଙ୍ଗୀ ବା ସଂଜ୍ଞା କହିଲେ କୋଉ ମାନେ ଅ ଇ ଉ ଇ ଅ ଇ ଉ ହେଲା। ତ ଏଇଭଳି ଭାବରେ ଆମେ ମାନେ ପିଲେ ଅଚ ପ୍ରତ୍ୟାହାର ହଲ ପ୍ରତ୍ୟାହାର ଅଲ ପ୍ରତ୍ୟାହାର ଆଦି ସଂଜ୍ଞା ମଧ୍ୟ କରାଯାଇ ପାରିବ ହେଲା। ଆଉ ଏହି ସଂଜ୍ଞାକୁ ପାଣିନିକ ପୂର୍ବ ଆଚାର୍ଯ୍ୟ ମାନେ ପ୍ରତ୍ୟାହାର ବୋଲି କହୁଥିଲେ ତେଣୁ ଏହାକୁ ପ୍ରତ୍ୟାହାର ସଂଜ୍ଞା ବୋଲି ମଧ୍ୟ କୁହାଯାଇ ପାରିବ। କିନ୍ତୁ ପାଣିନୀୟ ବ୍ୟାକରଣରେ ପିଲେ ଟୋଟାଲ ପାଣିନୀୟ ବ୍ୟାକରଣରେ ପ୍ରାୟଶଃ ପିଲେ ସାର୍ କେତୋଟି ପାଣିନିର ପୂର୍ବ ଆଚାର୍ଯ୍ୟ ମାନେ କେଉଁମାନେ ସବୁ? ଆଁ ସାର୍ ପାଣିନିକର ପାଣିନିଙ୍କର ପୂର୍ବ ଆଚାର୍ଯ୍ୟ ମାନେ ସବୁ କେଉଁମାନେ ଥିଲେ ଟିକେ କହିବେ? ତ କେତେ କିଏ ପୂର୍ବ ବ୍ୟାକରଣ ପିଲେ ଥିଲେ ଆଉ ଯଦି ଆପି ସଳିଏ ସାକଟା ଆୟନ
ठीक अच्छे एମାନେ ସମସ୍ତେ ତାଙ୍କର ପୂର୍ବବର୍ତ୍ତୀ ଆଚାର୍ଯ୍ୟ ହେଲା ସାକଲ୍ୟ ହେଲା ପାଣିନି ତାଙ୍କର ସୂତ୍ରରେ ମଧ୍ୟ ବହୁ ଜଣଙ୍କର ନାଁ ନେଇଛନ୍ତି ଲୋପ ସାକଲ୍ୟସ୍ୟ ତ ସାକଲ୍ୟଙ୍କର ମତ ସେ ନେଇଛନ୍ତି ବୁଝଉଛି ସ୍ଫୋଟାୟନ ହେଲା ଅବଂ ସ୍ଫୋଟାୟନସ୍ୟ ତ ସ୍ଫୋଟାୟନ ତାଙ୍କର ପୂର୍ବବର୍ତ୍ତୀ ଆଚାର୍ଯ୍ୟ ବୁଝଉଛି ଆଜ୍ଞା ତ ଏମିତି ବହୁତ ସାରା ନେଇଛନ୍ତି ପିଲା ତା ପାଣିନିକ ପୂର୍ବରୁ ତ ପିଲା ବହୁତ ସାରା ଇନ୍ଦ୍ର ଚାନ୍ଦ୍ର କାଶ କୃଷ୍ଣ ଆपिସଲି ସାକଟାୟନ ଏମିତି ବହୁତ ସାରା ବ୍ୟାକରଣ ଥିଲା ପାଣିନିକର ପୂର୍ବବର୍ତ୍ତୀ ବ୍ୟାକରଣ ବୁଝିଗଲା ପିଲା ତାହେଲେ ଏଇଭଳି ଭାବରେ ଟୋଟାଲ ପାଣିନ୍ୟ ଦେଖ ଆମେ ମାନେ ତ ପ୍ରତ୍ୟାହାର ପିଲେ ବହୁତ ସାରା କରିପାରିବା କିନ୍ତୁ ଆମର ପିଲେ ପାଣିନ୍ୟ ବ୍ୟାକରଣ ଭିତରେ ଯେତିକିଟା ପ୍ରତ୍ୟାହାର ଯାଇଛି କେତୋଟି ପ୍ରତ୍ୟାହାର ପିଲେ ନିଆଯାଇଛି 42ଟି ପ୍ରତ୍ୟାହାର ହିଁ ନିଆଯାଇଛି ବୁଝିଲା ନହେଲେ ପ୍ରତ୍ୟାହାର ପିଲେ କେତେ ସାରା ପ୍ରତ୍ୟାହାର ହେଇଯିବ ନା ନାଇଁ କିନ୍ତୁ ଟୋଟାଲ ଯେହେତୁ ପିଲେ ପାଣିନ୍ୟ ବ୍ୟାକରଣରେ 42ଟି ପ୍ରତ୍ୟାହାର ହିଁ ବ୍ୟବହାର କରାଯାଇଛି ତ ମୋଟାମୋଟି ସେତିକିଟା ପ୍ରତ୍ୟାହାର ପିଲେ ତମାନେ ଦେଖିପାରିବ ପିଲେ ଏଇ ଏତିକି ପ୍ରତ୍ୟାହାର ହିଁ ବ୍ୟବହାର ହେଇଛି ପିଲେ ପାଣିନ୍ୟ ବ୍ୟାକରଣରେ ବୁଝିଲା କି ଏଥର ମାନେ ପ୍ରତ୍ୟାହାର ତମାନେ କରିଦେଇ ପାରିବ ତ ମୁଁ ଯଦି ପଚାରି ପିଲେ ଅଚ ପ୍ରତ୍ୟାହାର ଭିତରେ କିଏ କିଏ ଯିବ ତାହେଲେ ପିଲେ କେମିତି ଜାଣିବ ପିଲେ ଅଚ ପ୍ରତ୍ୟାହାର ଭିତରେ କିଏ କିଏ ଯିବ ଦେଖ ତ ଆମର ପିଲେ ଅୟୁଣ ଅଛି ଅୟୁଣ ଅଛି ମୁଁ ଥରେ ଗୋଟେ ଖାଲି ବୁଝେଇ ଦଉଛି ପିଲେ ତମାନେ ବୁଝିଯିବ ହେଲା ଏ ଓଙ୍ଗ ଅଛି ଆଉ ପିଲେ ଅଇ ଔଚ ଅଛି ତାହେଲେ ଦେଖ ସେ ପିଲେ ଅଚ ପ୍ରତ୍ୟାହାର କହିଲା ଅର୍ଥାତ ଆଦି ବର୍ଣ୍ଣ ହିସାବରେ ସେ ଅ କୁ ପିଲେ ନେଲା अंतिम वर्ण से च को नहीं तमान देखियो पिले च टा को सूत्र लास्ट को अछि तो अय सूत्र लास्ट को ही केवल च अछि पिले अर्थात एठू आरंभ करी करी पिले एई पर्यंत हमर पिले प्रत्याहार अछि तयारी करछि तो ता भितरे जो जो वर्ण मान रहिले समस्त पिले पळेबे ना नै तो निजे से अ मध्य जीव पिले तो सेति पय तुम अ ठू पिले आरंभ करिवो अ इ उ रू ऋ तापर पिले ए ओ अई आ पिले कोन हो तो एति वर्ण माने जिबे तो तमे जे कह पिले न क उ ए माने कुआडे गले तो ए मान को पिले निया हबनी हैला अंतिम जो व्यंजन वर्ण मान को पिले निया जिवो नाही बुझियो बटे थरा ना नाही अरे एथर पिले प्रत्याहार रे किछि कार किछि असुविधा हबन ना प्रत्याहार समस्त आराम से कर दे परियो को प्रत्याहार भितर को वर्ण अछि पिले बाहर करि परियो आज्ञा सर हैला तो टोटल अच प्रत्याहार रो वर्ण मान को पिले स्वर वर्ण बोली कहै छै कोन कहै जाय थाए स्वर वर्ण बोली काहे ना अच प्रत्याहार भितर पिले सब स्वर वर्ण पड़ौछि आउ सेमति पिले हल प्रत्याहार को पिले कोन कहै जाय थाए ବ୍ୟଞ୍ଜନ ବର୍ଣ୍ଣ सर ଏବେ सर लृ वर्णर व्यवहार ଅଛି କି लृ वर्णर व्यवहार आ होने लृ वर्णर व्यवहार कोठी करछुनी किछ हैला ऋषि ବେଦରେ ହଉଛି ନା ବେଦରେ ହଉଛି ହଁ ବେଦରେ ଲୃ ବର୍ଣ୍ଣର ଯେ ବ୍ୟବହାର ହଉଛି ହେଲା ତ ହଲ ଆଜ୍ଞା ବର୍ଣ୍ଣ ସାର୍ ହେଲା ପିଲେ ବ୍ୟଞ୍ଜନ ବର୍ଣ୍ଣ ଆଉ ଗୋଟେ ପ୍ରତ୍ୟାହାର ପିଲେ ଅଲ ପ୍ରତ୍ୟାହାର କଣ ସମସ୍ତ ବ୍ୟଞ୍ଜନ ବର୍ଣ୍ଣ ପୂର୍ଣ୍ଣ ବର୍ଣ୍ଣମାଳା ସମସ୍ତ ବର୍ଣ୍ଣ सर संपूर्ण ହେଲା ଅଲ କହିଲେ ପିଲେ ସମସ୍ତ ବର୍ଣ୍ଣ ତାହେଲେ ଅଲ ପ୍ରତ୍ୟାହାର କହିଦେଲେ ସେଥିରେ ଟୋଟାଲ ଅୟୁନ ର ଅ ଠୁ ଆରମ୍ଭ କରିକିରି ହଲ ର ପିଲେ ଲକାର ପର୍ଯ୍ୟନ୍ତ ସବୁ ଯାକ ବର୍ଣ୍ଣ ପିଲେ ତା ଭିତରେ ପଳେଇ ଆସିବ ବୁଝିଲା ତାହେଲେ ଏତିକି କଥା ପିଲେ ହୁଁ सर जो होई बरटर हो आ ये होलर हो दुई थर काहे प्रयोग ହେଲା ଦି ଥର ପ୍ରୟୋଗ ହେଇଛି କାହିଁକି ନା ଭିନ୍ନ ଭିନ୍ନ ପ୍ରତ୍ୟାହାର କରିବା ପାଇଁ ଠିକ ଅଛି କାହିଁକି ନା ଆମମାନଙ୍କୁ କେତେବେଳେ କୋଉଟା ଦରକାର ପଡୁଛି ତ ହେଲା ତ ସେଥିପାଇଁ ଦିଟା କରିବାକୁ ହେଲେ ଯେତେବେଳେ ହସ ପ୍ରତ୍ୟାହାର ମନକର ଯଦି ଆମେ ହୟ ବର୍ଡର ହ ନ ରଖିବା ତାହେଲେ ହସ ପ୍ରତ୍ୟାହାର କଲା ବେଳେ ହଟ ଆସିବନି ବୁଝି ହଉଛି ନା ନାଇଁ ଯଦି ଆମେ ଲାଷ୍ଟ କୁ ହଲ ନ ରଖିବା ତାହେଲେ ସଲ ପ୍ରତ୍ୟାହାର ଭିତରେ ହ ଆସିବନି ସେଥିପାଇଁ ହ ଯେହେତୁ ଆମକୁ ଆବଶ୍ୟକତା ପଇଲା ସେଥିପାଇଁ ସେ ଦିଟା ହ ଟାକୁ ଦି ଥର କରିଛନ୍ତି ବୁଝିଲା ଆଜ୍ଞା सर କଷ୍ଟଟା ସେଟା କଣ ଲେଖିଲେ ଅଳ ନା କଣ ଲେଖିଛନ୍ତି ଏଇଟା ଯେ ହଲ ପ୍ରତ୍ୟାହାର ବ୍ୟଞ୍ଜନ ବର୍ଣ୍ଣ ଆଉ ତା ତଳଟା ଅଲ ପ୍ରତ୍ୟାହାର ଝିଅ ସମସ୍ତ ବର୍ଣ୍ଣ ଅଲ ପ୍ରତ୍ୟାହାର ହେଲା ଆଉ ଅଚ ଲ ନା ସାରେ ହଁ ଲ ହିଁ ଝିଅ ଅଠୁ ଆରମ୍ଭ କରି ତ ଲ ପର୍ଯ୍ୟନ୍ତ ଆଉ ଅଚ ପ୍ରତ୍ୟାହାର ହେଲା ସ୍ୱର ବର୍ଣ୍ଣ ତକ ହେଲା ପିଲେ ତାହେଲେ ପିଲେ ଏତିକି ପ୍ରତ୍ୟାହାର ପର୍ଯ୍ୟନ୍ତ ହେଇଯିବ କିଛି ଅସୁବିଧା ନାହିଁ ନା ହେଇଯିବ
चलो आउ पिले जहाँ जहाँ संज्ञा रहा एगुड़ाक आम काली गोटे क्लास करवा आम संज्ञा प्रकरण पिला माने सारीदेव ए पिला आउ किसी ना एति बुझे जिन आउ खाली पिले मन रखा जिनस जाक है तो काली को पूरा कंप्लीट पिले करनवा तो यहाँ हो पिले कहीं एथे पिले आस परीक्षा प्रश्न पिले बुझीगला से एगुड़ाक जानवा कथा बोली मुझे तुम पिले पढ़ेदेली ठीक अच्छे आम से सिलेबस भितर भी पार्टा अच्छी संज्ञा प्रकरण है कहीं आम पिले कौ गोटे पढ़ुले पिले पठन ना कौन आसी ना पिले गोटे बोधे भाषण भाषण ये बोधे हाँ ସାର୍ ଭାଷଣ କୌଶଳରେ भाषण कौशल पिले आसला ଭାଷଣ କୌଶଳରେ ଉଚ୍ଚାରଣ ସବୁ ଆସିଥିଲା तो से पिले मन रखिया जिनस देख है थे थे पिले जानी भी पारे पिले केमती कौन होची है तमने आगुरी पढ़ी आउ थे तुम रिविजन भी होगा तुमने जो बहीटा पिले पढ़ पूरा सब किसी जानीदेव पिले बहुत सिंपल भाषा लिखी पूरा डिटेल्स रे बुझी ठीक अच्छे मत पीडीएफ सेंड करेंगे हाँ मुझे पीडीएफ पठे दे पिले हो पिले ठीक अच्छे सर सेकंड यूनिट रा मॉक टेस्ट करेनी हाँ मॉक टेस्ट तो मुझे पठेदेवी तुम मानक है पिले मॉक टेस्ट आम जो फास्ट यूनिट पूरा सरी जाइए ना प्राय तो तार मु गूगल फॉर्म रे पिले मॉक टेस्ट बनै करी तुम मानकू काली की पठेदेवी ना तो पिले संडे दिन पठेदेवी है संडे रे पठे देबे सर हाँ संडे दिन पठेदेवी तुम से करदब संडे दिन आम राति की डिस्कसन करदब ठीक अच्छे आज्ञा सर आज्ञा सर सर जो बहीटा हाँ सर गोटे क्वेश्चन थिला हाँ कौन सर अभिज्ञान शाकुंतलम रे जो कौशिक रहउचंदी सर से कौशिक माने कोन माने विश्वामित्र को बुझेइबो ना कर्ण को बुझेइबो कर्ण केंदी जो विश्वामित्र ना कौशिकस्य अपत्यम पुमान कौशिक सर कश्यप कश्यप से जने कर्ण को बुझेइबो ना कश्यप जे कर्ण हैला काश्यप हैला କାଶ୍ୟପ ହେଲେ କର୍ଣ୍ଣ ଆଉ ମାରିଚ ହେଲେ କଶ୍ୟପ। ସାର୍ ସାର୍ ଆମ ଯୋଉ ସଂସ୍କୃତ ଶିକ୍ଷଣ ବହି ଆପଣ ପଢଉଛନ୍ତି ଆପଣ ପ୍ରିଣ୍ଟେଡ ବୁକ୍ ସେଇଟା ଥରେ ୟା ସାଙ୍ଗେ ସମାନ କି ଯୋଉ ଆପଣ ପିପିଟି ରେ ପଢଉଛନ୍ତି जोटा पठौछि से पूरा सेम ही अछि पिले से बहिरे जाय बहिरे भी सेया अछि जो माने पूरा बहि तो से माने देखुथुवा ना पूरा सेम ही आस्तबो सेतरे हाँ सर पिपीटी बोली से बेसी पेज है जाय बोधे पीपीटी बोली बेसी पेज ही अछि सर से संज्ञा प्रकरण अच्छी जो बही रे ना सेतरे संज्ञा प्रकरण नाही सेतरे पिले ठीक सर ग्रामर पार्ट टिके स्पेशली सेंड करियो पीडीएफ टा हां हो पिले मु एटा तमनु पठै देबी हला सर गोटे क्वेश्चन थिला हां कहना को सर से जो तीनोटी लक्ष्य अछि से लक्ष्य मानक भीतर क्वेश्चन आसे की हाँ तीन जगह लक्ष्य रो जो पचारिया प्रश्न पचारिया पचारतला को लक्ष्य बोली पचार दबो ठीक अछि अज्ञात धर्मशास्त्र आदि मानकर पुनरुद्धार तो को लक्ष्य पचार दबो एमति गाछिया आज्ञा सर है ना को लक्ष्य पिला अज्ञात धर्मशास्त्र आदि पुनरुद्धार करबा ज्ञानात्मक लक्ष्य हला ज्ञानात्मक सेति पय से जति पॉइंट अछि सेति मन रखिबो आज्ञा ସାର୍ ବହି କେବେ ଦେବେ କହୁଥିଲେ बही ବହି ଯୋଉ ଦେବେ କହୁଥିଲେ बही तो पठिया जो जो मानकर ये हितला ସେଟା କୋଉଦିନ ଅର୍डर ଆମେ କରିନୁ सर कुआ सर गोटे क्वेश्चन थिला हाँ कौन छ कुआ सर दुष्यंत को प्रथम पत्नी ना कोन तंकर प्रथम पत्नी ना हला झिया हंसपदिका तो आज्ञा आज्ञा हैला ସାର୍ ତାହେଲେ କୋଉ ମାନେ କେମିତି पेमेंट କରିବା ପାଇଁ ପଡିବ ନା କେମିତି हाँ तमे जे सेथिरे लेखा है से पीपीटी रे लेखा है ताकू आरंभटा देखिबो सेही हिसाब रे ये करबो हला ନାଇଁ ସାର୍ ଏଇ ଯୋଉ ବହି ପାଇଁ हाँ से बही ପାଇଁ ସେଥିରେ ଲେଖା ଅଛି पीपीटी को ऑन करिवो पीपीटी रो स्टार्टिंग रे लेखा अछि ସାର୍ ଦ୍वितीय पत्नी सानुमती सानुमती नाइबो सानुमती तांकर कोडे पत्नी आले सानुमती तो से बसुमती सुरपुर आस्थिले बसुमती थिया बसुमती सानुमती हेले से जो आस्ति हेले ये रु से तो मिश्र केसी तांका ना आइतिबो मेना सेला मिश्र केसी पिले लंगना सानुमती नहीं जो बसुमती हला आज्ञा आज्ञा हो पिले ठीक अछि
ଧନ୍ୟବାଦ ସାର୍। ହଁ ସାର୍ ନମସ୍କାର। ହଁ। ପ୍ରଣାମ। ପ୍ରଣାମ ସାର୍।